ଆଜିର ଆମର ଆଲୋଚନାର ବିଷୟବସ୍ତୁ ହେଉଛି କ୍ୟାପିଟାଲିଜିମ୍ ବା ପୁଞ୍ଜିବାଦ। ଯଦି ଆମେ ମନେ ପକାଇବା ଆମର ପୂର୍ବ କ୍ଲାସ୍ରେ ଆମେ ଆଲୋଚନା କରିଥିଲେ କିଭଳି ଭାବରେ ବିଭିନ୍ନ ପ୍ରକାରର ମୋଡ୍ ଅଫ୍ ପ୍ରଡକ୍ସନ୍ ବା ଯେଉଁ ଉତ୍ପାଦନର ପନ୍ଥା ରହିଥିଲା ତାହା କିଭଳି ଭାବେ ଭିନ୍ନ ଥିଲା ଏବଂ ଏହା କିଭଳି ଭାବେ ସମାଜର ଯେଉଁ ପ୍ରଗତି ହେଲା ବା ଟ୍ରାନ୍ସଫର୍ମେସନ୍ ହେଲା ବା ସମାଜରେ ଯେଉଁ ସାମାଜିକ ପରିବର୍ତ୍ତନ ହେଲା ଏହା ସହିତ କିଭଳି ଭାବେ ଏ ଯେଉଁ ଉତ୍ପାଦନର ଯେଉଁ ପନ୍ଥା ଥିଲା ତାହା କିଭଳି ଭାବେ ପରିବର୍ତ୍ତିତ ହୋଇଥିଲା। ଆମେ ଆଲୋଚନା କରିଥିଲେ ଏଇ ଯେଉଁ ଉତ୍ପାଦନର ଯେଉଁ ପନ୍ଥା ଗୁଡ଼ିକ କିଭଳି ଭାବେ ଭିନ୍ନ ଭିନ୍ନ ସମାଜରେ ଭିନ୍ନ ଭିନ୍ନ ପ୍ରକାରର ଉତ୍ପାଦନ ପନ୍ଥା ଥିଲା ଏବଂ ଏହାକୁ ନେଇ କିଭଳି ଭାବେ ଅର୍ଥନୀତି ସମାଜଶାସ୍ତ୍ର ବା ଆର୍ଥିକ ସମାଜଶାସ୍ତ୍ରର ଯେଉଁ ସ୍କଲାର ମାନେ ଥିଲେ ସେମାନେ କିଭଳି ଭାବେ ତାଙ୍କର ମତ ଉପସ୍ଥାପନ କରିଥିଲେ। ଯଦି ଦେଖିବା ଯେ ଆମେ ପ୍ରଥମେ କ୍ୟାପିଟାଲିଜିମ୍ ବା ପୁଞ୍ଜିବାଦ ବିଷୟରେ ଆଲୋଚନା କରିବା ପୂର୍ବରୁ ଆମେ ଜାଣି ରଖିବା ଯେ ମୋଡ୍ ଅଫ୍ ପ୍ରଡକ୍ସନ୍ ବା ଯେଉଁ ଉତ୍ପାଦନର ପନ୍ଥା ଥିଲା ବା ଏହା କହିଲେ ଆମେ କ'ଣ ବୁଝୁ। ପୂର୍ବ କ୍ଲାସ୍ରେ ଆମେ ଏହା ବିଷୟରେ ଆଲୋଚନା କରିଥିଲେ। ମୋଡ୍ ଅଫ୍ ପ୍ରଡକ୍ସନ୍ କହିବାକୁ ଗଲେ ଇଂରାଜୀରେ କୁହାଯାଏ ତାକୁ ଦ ୱେ ସୋସାଇଟି ଇଜ୍ ଅର୍ଗାନାଇଜ୍ଡ ଟୁ ପ୍ରଡ୍ୟୁସ୍ ଗୁଡ୍ସ ଆଣ୍ଡ ସର୍ଭିସେସ୍। ସମାଜ ଯେଉଁଭଳି ଭାବେ ବ୍ୟବସ୍ଥିତ ହୋଇଛି କୌଣସି ଦ୍ରବ୍ୟ କିମ୍ବା ସେବାକୁ ଉତ୍ପାଦନ କରିବା ପାଇଁ ତାକୁ ମୋଡ୍ ଅଫ୍ ପ୍ରଡକ୍ସନ୍ କୁହାଯାଇଥାଏ ବା ଉତ୍ପାଦନର ପନ୍ଥା କୁହାଯାଇଥାଏ। ଆଉ ଯଦି ଦେଖିବା ଆମେ ଏହି ଉତ୍ପାଦନର ପନ୍ଥା ବା ମୋଡ୍ ଅଫ୍ ପ୍ରଡକ୍ସନ୍କୁ ନେଇ ଅନେକ ଗୁଡ଼ିଏ ଯେଉଁ ସମାଜ ବିଜ୍ଞାନୀ ରହିଲେ ବା ସୋସିଓଲୋଜିଷ୍ଟ ଆମେ କହୁ ସେମାନେ ତାଙ୍କର ମତ ଉପସ୍ଥାପନ କରିଥିଲେ। ଆଉ ସମସ୍ତଙ୍କୁ ଏଇ ଯେଉଁ ମତ ଗୁଡ଼ିକ ଉପସ୍ଥାପନ କରିଥିଲେ ସେମାନଙ୍କ ମଧ୍ୟରେ କାର୍ଲ ମାର୍କ୍ସଙ୍କର ମତଟି ଅନେକାଂଶରେ ଆଦୃତ ହୋଇଥିଲା ଏବଂ ତାଙ୍କର ଯେଉଁ ଆମର ବିଭିନ୍ନ ପ୍ରକାରର ସମାଜ ଏବଂ ବିଭିନ୍ନ ପ୍ରକାରର ସମାଜରେ କିଭଳି ଭାବରେ ବିଭିନ୍ନ ପ୍ରକାରର ଉତ୍ପାଦନର ପନ୍ଥା ସେ ସମାଜର ଲୋକମାନେ ଆପଣାଉଥିଲେ ଉତ୍ପାଦନ କରିବା ପାଇଁ ତାହା ମୁଖ୍ୟତଃ ଲୋକାଦୃତ ହୋଇଥିଲା। ଯଦି ଦେଖିବା ସେ ବିଶ୍ଳେଷଣ କରିଥିଲେ ଆମର ପ୍ରଥମେ ଗୋଟେ ଏସିଆଟିକ୍ ମୋଡ୍ ଅଫ୍ ପ୍ରଡକ୍ସନ୍ ଥିଲା, ଗୋଟେ ସମାଜ ଯେଉଁଠାରେ ଏସିଆଟିକ୍ ମୋଡ୍ ଅଫ୍ ପ୍ରଡକ୍ସନ୍ ସିଷ୍ଟମ୍ ଥିଲା ଯାହା ବିଷୟରେ ଆମେ ପୂର୍ବ କ୍ଲାସ୍ରେ ଆଲୋଚନା କରିଥିଲେ। ଏହା କିଭଳି ଭାବେ ସମ୍ପୂର୍ଣ୍ଣ ଗୋଟେ କିନସିପ୍ ରିଲେସନସିପ୍ ବା ପାରିବାରିକ ସମ୍ପର୍କକୁ ନେଇକରି ପ୍ରଡକ୍ସନ୍ ବା ଉତ୍ପାଦନର ଯେଉଁ ସମ୍ପର୍କଟି ଫଙ୍କସନାଲ୍ ଥିଲା। ଏହାପରେ ଆସିଥିଲା ଆମର ଆନସିଏଣ୍ଟ ମୋଡ୍ ଅଫ୍ ପ୍ରଡକ୍ସନ୍, ତାପରେ ଆମର ଆସିଥିଲା ଫିଉଡାଲ୍ ମୋଡ୍ ଅଫ୍ ପ୍ରଡକ୍ସନ୍। ଯଦି ଦେଖିବା ଯେଉଁ କ୍ୟାପିଟାଲିଷ୍ଟ ମୋଡ୍ ଅଫ୍ ପ୍ରଡକ୍ସନ୍ ବା କ୍ୟାପିଟାଲିଜିମ୍ ଯାହାକୁ କୁହାଯାଏ ଆମର ଯେଉଁ ପୁଞ୍ଜିବାଦୀ ବା ଏହି ଯେଉଁ ଆମର ଯେଉଁ ଉତ୍ପାଦନର ଯେଉଁ ମାଧ୍ୟମଟି ରହିଛି ବା ଯେଉଁ ପନ୍ଥା ରହିଛି ଏହା ମୁଖ୍ୟତଃ ଗୋଟେ ମଡର୍ଣ୍ଣ ସୋସାଇଟି ବା ଗୋଟେ ଆଧୁନିକ ସମାଜର ଏହା ହେଉଛି ବୈଶିଷ୍ଟ୍ୟ। ଏବଂ ଯଦି ଦେଖାଯାଏ ଏଇ ଯେଉଁ ଉତ୍ପାଦନ ବା ଏଇ ଯେଉଁ ପୁଞ୍ଜିବାଦୀ ବା ସମାଜରେ ମୁଖ୍ୟତଃ ଦେଖାଯାଏ ଯେ ସବୁବେଳେ ଗୋଟିଏ ଲୋକ ହିଁ ଗୋଟେ ଫ୍ୟାକ୍ଟ୍ରି ବା ଗୋଟେ ଇଣ୍ଡଷ୍ଟ୍ରି ବା ଗୋଟେ କାରଖାନାକୁ ର ଓନର ଥାଏ ବା ତାର ମାଲିକ ଥାଏ ଏବଂ ଅନ୍ୟ ପକ୍ଷରେ ତାର ଅଣ୍ଡରରେ ବା ତା ଅଧୀନରେ କେତେ ଗୁଡ଼ିଏ ମାନେ ୱାର୍କର ଯେଉଁ ଆମର କୁହନ୍ତି ବା ଯେଉଁମାନେ କାର୍ଯ୍ୟକର୍ତ୍ତା ସେମାନେ କାମ କରନ୍ତି। ଏବଂ ଯଦି ଆମେ ଯେତିକି ଯେଉଁ ସରପ୍ଲସ୍ ବା ଯେଉଁ ଆମର ପ୍ରଫିଟ୍ ଯେଉଁ ଲାଭ ଆସେ ଯେଉଁ ଗୋଟେ ଫ୍ୟାକ୍ଟ୍ରି କିମ୍ବା ଗୋଟେ କାରଖାନା ଏହା ଚାଲିବା ଦ୍ୱାରା ଯେଉଁ ଲାଭଟି ଆସେ ଏ ଲାଭଟି ଯଦିଓ ସମସ୍ତେ ଶ୍ରମଦାନ କରିକି ଗୋଟେ ଫ୍ୟାକ୍ଟ୍ରିକୁ ଚଲେଇଥାନ୍ତି କିନ୍ତୁ ଲାଭଟି ସବୁବେଳେ ଯିଏ ଆମର ରହିଲା ପୁଞ୍ଜିବାଦୀ ତା ପାଖକୁ ହିଁ ଯାଇଥାଏ। ଏବଂ ଏହାକୁ ନେଇ ଅନେକ ଗୁଡ଼ିଏ ତର୍କ ବିତର୍କ ହୋଇଛି ଯେଭଳି ଭାବେ ଗୋଟିଏ ପକ୍ଷରେ ଯେଉଁ ଅର୍ଥନୀତିର ସ୍କଲାର ମାନେ ରହିଲେ ବା ଯେଉଁ ଆମର ବିଶ୍ଳେଷକ ମାନେ ରହିଲେ ସେମାନଙ୍କର କହିବା ଅନୁଯାୟୀ ଯେ କ୍ୟାପିଟାଲିଜିମ୍ ଗୋଟେ ଏଭଳି ବା ପୁଞ୍ଜିବାଦୀ ଯେଉଁମାନେ ଯେଉଁ ରହିଲେ ପୁଞ୍ଜିବାଦୀ ଯେଉଁ ସମାଜ ରହିଲା ବା ଯେଉଁ ମୋଡ୍ ଅଫ୍ ପ୍ରଡକ୍ସନ୍ ରହିଲା ଏହା ସବୁବେଳେ ଗୋଟେ ଗ୍ରୋଥ ଆଉ ପ୍ରୋଗ୍ରେସ୍ ଆଡ଼କୁ ସମାଜକୁ ନେଇଯାଇଥାଏ ବା ଗୋଟେ ଉନ୍ନତି ଦିଗରେ ସମାଜକୁ ନେଇଯାଇଥାଏ। କିନ୍ତୁ ଅପର ପକ୍ଷରେ ଯେଉଁ ଆମର ସ୍କଲାର ମାନେ ରହିଲେ ମୁଖ୍ୟତଃ ମାର୍କ୍ସବାଦୀ ବା ଯେଉଁ ଆମର କୁହାଯାଏ ଯେଉଁମାନେ ମାର୍କ୍ସଙ୍କର ଯେଉଁ ଚିନ୍ତାଧାରାକୁ ନେଇକରି ତାଙ୍କର ଗବେଷଣା କରିଛନ୍ତି ସେମାନଙ୍କର କହିବା ଅନୁଯାୟୀ ଯେ କ୍ୟାପିଟାଲିଜିମ୍ ବା ଯେଉଁ ଆମର ପୁଞ୍ଜିବାଦୀ ଯେଉଁ ସମାଜ ରହିଛି ଏହା ସବୁବେଳେ ଗୋଟିଏ ପକ୍ଷର ଯେଉଁ ଆମର କୁହାଯାଏ ଉନ୍ନତିକୁ ସବୁବେଳେ ଆଗେଇ ନେବାରେ
বা ଆଚିଭ୍ କରିବାରେ ସାହାଯ୍ୟ କରିଥାଏ। ଏବଂ ଅପର ପକ୍ଷରେ ଯେଉଁ ଆମର ରହିଲେ ଯେଉଁମାନେ ୱାର୍କିଂ କ୍ଲାସ୍, ଯେଉଁମାନେ ପ୍ରକୃତରେ ନିଜର ସମଦାନ ଦେଇ କାମ କରିଥାନ୍ତି ଏବଂ ଯେଉଁ ଉତ୍ପାଦନରେ ମୁଖ୍ୟ ଭୂମିକା ଅଂଶଗ୍ରହଣ କରିଥାନ୍ତି, ମୁଖ୍ୟ ଭୂମିକା ଅଂଶଗ୍ରହଣ କରିଥାନ୍ତି, ସେମାନଙ୍କର ଆକ୍ଚୁଆଲି ପ୍ରକୃତରେ କୌଣସି ଏତେ ବେଶୀ ଲାଭ ହୋଇନଥାଏ ଏବଂ ସେମାନଙ୍କୁ ଯେଉଁ ଲାଭ ପୁଞ୍ଜି ରହିଲା ବା ଯେଉଁ ଆମର ପ୍ରଫିଟ୍ ରହିଲା ବା ଲାଭ ପୁଞ୍ଜି ରହିଲା, ସେଥିରୁ କୌଣସି ତାଙ୍କୁ ଅଂଶ ଦିଆଯାଇନଥାଏ ଏବଂ ସେମାନେ ମୁଖ୍ୟତଃ ସବୁବେଳେ ଗୋଟେ ଶୋଷଣର ଶିକାର ହୋଇଥାନ୍ତି। ଯଦି ଦେଖିବା ଆମର ମୁଖ୍ୟ ତିନୋଟି ଉପାଦାନରେ ରହିଛି ଯେଉଁ ଆମର କ୍ୟାପିଟାଲିଜିମ୍ ବା ପୁଞ୍ଜିବାଦୀ ସୋସାଇଟି ସମାଜର, କ୍ୟାପିଟାଲିଷ୍ଟ ସୋସାଇଟିର, ଏହାକୁ ନେଇକରି ଆମ ଯଦି ଆଲୋଚନା କରିବା ଆମେ ଦେଖିବା ଗୋଟେ ହେଲା ପ୍ରଥମଟି ହେଲା ଲେବର ବା ଶ୍ରମ। ଏବଂ ଶ୍ରମରେ ଦେଖାଯାଏ ଯେ ଆମର ଯେଉଁ ପୁରୁଣା ସମାଜ ଥିଲା, ଯେଉଁ ଆମର ଟ୍ରାଡିସନାଲ ସୋସାଇଟି ଥିଲା ବା ପୁରାତନ ସମାଜ ଥିଲା, ଏଠାରେ ମୁଖ୍ୟତଃ ଭାବରେ ଶ୍ରମ ଗୁଡ଼ିକ କେହି ବିକ୍ରି ହେଉଥିଲା ଯଦିଓ ଏ ଶ୍ରମ ଗୁଡ଼ିକ ମୁଖ୍ୟତଃ ଯେଉଁ ଆମର ବଣ୍ଡେଡ ଫର୍ମ ଥିଲା ବା ଯେଉଁ ଆମର କୁହନ୍ତି କୀର୍ତ୍ତଦାସ ପ୍ରଥା ଥିଲା, ସେଇଭଳି ଭାବରେ ଲୋକ ଗୁଡ଼ିକ ମାନେ ଶ୍ରମକୁ ନିଜର ଶ୍ରମକୁ ବିକ୍ରି କରୁଥିଲେ ଏବଂ ଅନେକାଂଶରେ ଗୋଟେ ଫ୍ରିଡମ୍ ନଥିଲା ବା ଯେଉଁ ଗୋଟେ ୱାର୍କର ମାନଙ୍କର ସ୍ୱାଧୀନତା ନଥିଲା। କିନ୍ତୁ ମାର୍କ୍ସର କହିବା ଅନୁଯାୟୀ ଯେଉଁ କ୍ୟାପିଟାଲିଷ୍ଟ ସୋସାଇଟି ରହିଲା, ଏଠି ଗୋଟେ ଫ୍ରି ଲେବର କନସେପ୍ଟ ସେ କହିଥିଲେ ଯେ ସବୁବେଳେ ଗୋଟେ ଶ୍ରମିକ ସିଏ ମୁକ୍ତ, ସିଏ ତାର ବାଛିବ ଯେ ମୁଁ ଆଜି ଏ କମ୍ପାନୀରେ କାମ କରିବି ଯାହା ମୋତେ ଅଧିକ ପଇସା ଦେଉଛି, ନା କାଲି ଆଉ ଏକ ଯେଉଁ ଆମର କାରଖାନା ରହିଲା ସେଠି ଯାଇ କାମ କରିବି ଯିଏ ମୋତେ ତାଠୁ ଅଧିକ ପାରିଶ୍ରମିକ ଦେଉଛି। ତେଣୁ ଗୋଟେ ଫ୍ରି ଲେବର କନସେପ୍ଟ ବା ମୁକ୍ତ ଯେଉଁ ଶ୍ରମିକ ଆମର କନସେପ୍ଟଟିକୁ ମାର୍କ୍ସ ଆଣିଥିଲେ ଏବଂ এই ମୁକ୍ତ ଶ୍ରମିକମାନେ ସେମାନେ ସବୁବେଳେ ପାରିଶ୍ରମିକ ପାଇଁ କାମ କରୁଥିଲେ। ଆମେ ଯଦି ଦେଖିବା ଗୋଟେ ଫ୍ୟୁଡାଲ ସୋସାଇଟିରେ ସେମାନଙ୍କର ଜୀବିକା ନିର୍ବାହର ପନ୍ଥା ଥିଲା କେବଳ ସେମାନେ ଯେଉଁ ଫ୍ୟୁଡାଲ ଲର୍ଡ ଥିଲେ ତାଙ୍କର ଜମିରେ କାମ କରି ଯାହା କିଛି ସେ ଫ୍ୟୁଡାଲ ଲର୍ଡ ଦେଉଥିଲା ବା ଯେଉଁ ମାନେ ଆମର ଖାଦ୍ୟଶସ୍ୟ ହେଉ କିମ୍ବା କୌଣସି ତାର ଯେଉଁ ପାରିଶ୍ରମିକ ତାଙ୍କ ହିସାବରେ ସେ ଦେଉଥିଲେ। କିନ୍ତୁ ଏଠି ଯେଉଁ ଆମର ରହିଲା ସିଷ୍ଟମ ରହିଲା ଆମର ପୁଞ୍ଜିବାଦୀ ସମାଜରେ, ଏଠାରେ ମୁଖ୍ୟତଃ ବା ଯେଉଁ ପୁଞ୍ଜିବାଦର ଯେଉଁ ମୁଖ୍ୟ ଯେଉଁ ଏଲିମେଣ୍ଟ ରହିଲା ତା ଭିତରେ ଲେବର ଏଇଥିପାଇଁ ଗୋଟେ ଇମ୍ପୋର୍ଟାଣ୍ଟ ଫ୍ୟାକ୍ଟର, କାରଣ ଯେ ଯାହା ଆମେ କହିଲେ ଏଠାରେ ଲେବର ହେଉଛି ଫ୍ରି ଲେବର ଏବଂ ସବୁବେଳେ ଲେବର କାମ କରିଥାନ୍ତି କେବଳ ନିଜର ପାରିଶ୍ରମିକ ପାଇବା ପାଇଁ। ଏବଂ ଏଠାରେ ଦେଖାଗଲା ଯେଉଁ ପ୍ରାଇଭେଟ ଓନରସିପ୍ ଅଫ୍ ମିନ୍ସ ଅଫ୍ ପ୍ରଡକ୍ସନ, ପ୍ରାଇଭେଟ ଓନରସିପ୍ ଯେଉଁ ବ୍ୟକ୍ତିଗତ ଯେଉଁ ଓନରସିପ୍ ବା ମାଲିକାନା ଯେଉଁ ରହିଛି, ଏହା ମୁଖ୍ୟତଃ ଗୋଟେ ନିର୍ଦ୍ଦିଷ୍ଟ ବ୍ୟକ୍ତି ସିଏ ଆମର ଜମି ହେଲା, ଭୂମି ହେଲା ବା ଆମର ଯେଉଁ ମେସିନ୍ ଯନ୍ତ୍ରପାତି ରହିଲା ବା ଯେଉଁ ଆମର କ୍ୟାପିଟାଲ ରହିଲା ବା ପୁଞ୍ଜି ରହିଲା, ଏହା ସବୁବେଳେ ଗୋଟେ ବ୍ୟକ୍ତି ବିଶେଷ ଏହାର ମାଲିକ ହୋଇଥାଏ। ଏବଂ ସେମାନେ ଯେଉଁ ଉତ୍ପାଦନ କରନ୍ତି, ଯେଉଁ ବସ୍ତୁର ଉତ୍ପାଦନ କରନ୍ତି, ଏହା ମୁଖ୍ୟତଃ ଆମର ଆଦାନ ପ୍ରଦାନ କରାଯାଇଥାଏ। ଏବଂ ଦେଖାଯାଏ ଯେ ଯେଉଁ ଆମର ଦୁଇଟି ଶ୍ରେଣୀ ରହିଲେ, ଯେଉଁ ଶ୍ରେଣୀଟି ଆମର ଯେଉଁ ଉତ୍ପାଦନର ମାଧ୍ୟମ ଯେଉଁଗୁଡ଼ିକ ରହିଲା, ଯେଭଳି ଭାବେ ଆମର ଜମି ହେଲା କିମ୍ବା ଯନ୍ତ୍ରପାତି ହେଲା କିମ୍ବା ଆମର ଅର୍ଥ ହେଲା, ଅର୍ଥରାଶି ହେଲା, ଏଗୁଡ଼ିକ ଯେଉଁ ମିନ୍ସ ଅଫ୍ ପ୍ରଡକ୍ସନ ବା ଯେଉଁ ଉତ୍ପାଦନର ମାଧ୍ୟମ ଗୁଡ଼ିକ ରହିଲା, ଆକୁ ଯେଉଁମାନେ ଏହାର ମାଲିକ ହୋଇଥାନ୍ତି ତାଙ୍କୁ ମାର୍କ୍ସଙ୍କ ଭାଷାରେ ଆମେ ବୁର୍ଜୁଆଇଜ୍ କ୍ଲାସ କହୁଥାଉ। ଏବଂ ଯେଉଁମାନେ କେବଳ ନିଜର ଶ୍ରମ ବିକ୍ରି କରି ନିଜର ଯେଉଁ ଗୁଜୁରାଣ ମେଣ୍ଟାଇଥାନ୍ତି ଏବଂ ଅର୍ଥ ଉପାର୍ଜନ କରିଥାନ୍ତି, ସେମାନଙ୍କୁ ଆମେ ପ୍ରୋଲେଟେରିଏଟ୍ କ୍ଲାସ କହିଥାଉ। ଏବଂ ଯାହା ମୁଁ କହିଲି ଏହି ଯେଉଁ ଶ୍ରେଣୀ ବିଭାଜନ ଏହା ମାର୍କ୍ସଙ୍କ ଦ୍ୱାରା କରାଯାଇଥିଲା। ଏବଂ ଯଦି ଦେଖାଯାଏ କ୍ୟାପିଟାଲିଜିମ୍ ବା ଯେଉଁ ପୁଞ୍ଜିବାଦର ମୂଳ ଲକ୍ଷ୍ୟ ହେଲା ସବୁବେଳେ ଲାଭ ଉପାର୍ଜନ କରିବା, ମେକିଂ ପ୍ରଫିଟ୍ ଯାହା କହିଲେ ମାର୍କ୍ସ। ଏବଂ ଯଦି ଦେଖାଯାଏ ଏହା ଖାଲି ଲାଭ ଉପାର୍ଜନ ନୁହଁ, ଯେଉଁ ଲାଭ ଉପାର୍ଜନ ହେଲା ପୁଞ୍ଜିପତି ମାନେ ସବୁବେଳେ ଏଇ ଯେଉଁ ଉପାର୍ଜିତ ଲାଭକୁ ପୁଣି ପୁନଃ ବିନିଯୋଗ କରି ତା ଦେହରୁ ପୁଣି କିଭଳି ଆହୁରି ଲାଭ ଉପାର୍ଜନ କରାଯାଇପାରିବ ସେଥିପାଇଁ ସବୁବେଳେ ତତ୍ପର ଥାନ୍ତି। ଏବଂ ଏହା ମଧ୍ୟ ଗୋଟେ ବୈଶିଷ୍ଟ୍ୟ ଆମର ଯାହାର ପୁଞ୍ଜିବାଦୀ ସମାଜର ଏହା ଏକ ବୈଶିଷ୍ଟ୍ୟ କ୍ୟାପିଟାଲିଷ୍ଟ ସୋସାଇଟିର, ଯେଉଁଠାରେ କି ଆମେ ଯଦି ଦେଖିବା ଯଦି ଜଣେ ପ୍ରଥମେ
5 ଏକର ଜମିରେ ଚାଷ କରି 10,000 ଟଙ୍କା ବିନିଯୋଗ କରିଛି ଏବଂ ପରେ ଯଦି ଦେଖାଯାଏ ସେ ଯେଉଁ 10,000 ଟଙ୍କା ବିନିଯୋଗ କରିବା ପରେ ତାର ଯେଉଁ ଉପାର୍ଜନ କରିଛି ବା ତାର ଯେଉଁ ଫସଲ ହେଇଛି ସେ ଯଦି ସେଥିରୁ 20,000 ଟଙ୍କା ଲାଭ ପାଇଛି କିମ୍ବା ଯେଉଁ 20,000 ଟଙ୍କା ଲାଭ ପାଇଲା ଯେଉଁ ଫସଲ କରିସାରିବା ପରେ ସେତେବେଳେ ହିସାବ କରିଛି ଗୋଟେ ପୁଞ୍ଜିବାଦୀ ଗୋଟେ କୃଷକ ସେତେବେଳେ 20,000 ଟଙ୍କା ଲାଭ ପାଇଛି ସେ 20,000 ଟଙ୍କାକୁ ସବୁବେଳେ ଉପଭୋଗ କରିନଥାଏ। ସିଏ ଚେଷ୍ଟା କରେ ଯଦି ସେ ପୁଞ୍ଜିବାଦୀ ହେଇଥିବ ଯଦି ସେ ପୁଞ୍ଜିବାଦୀ କୃଷକଟିଏ ହେଇଥିବ ସେ ନିହାତି ଚେଷ୍ଟା କରିବ ଯେ ସେ ଯେଉଁ ଲାଭ ପାଇଛି 20,000 ଟଙ୍କା ତା ଦେହରୁ କିଭଳି କିଛି ଅର୍ଥ ପୁଣି ଜମି କିଣାରେ ହଉ କିମ୍ବା ଫସଲ ବିଭିନ୍ନ ଯେଉଁ ଅର୍ଥକାରୀ ଫସଲ ରହିଲା ବା କମର୍ସିଆଲ କ୍ରପ୍ ରହିଲା ତାକୁ କିଭଳି ଭାବେ ପୁଣି ସେଥିରେ କିଛି ଅଧିକ ଅର୍ଥ ବିନିଯୋଗ କଲେ ପୁଣି ଆର ବର୍ଷକୁ କିଭଳି ଭାବେ ଆହୁରି ଅଧିକ ଅର୍ଥ ମୁଁ ଲାଭ ଉପାର୍ଜନ କରିବି ଏହି ଲକ୍ଷ୍ୟରେ ସବୁବେଳେ ପୁଞ୍ଜିବାଦୀ ମାନେ ଥାଆନ୍ତି। କହିବାର ଅର୍ଥ ହେଲା ଯେ ଯେତେବେଳେ ଗୋଟେ ପୁଞ୍ଜିବାଦୀ ବା ଗୋଟେ କ୍ୟାପିଟାଲିଷ୍ଟ ସେ ଯେତେବେଳେ ଲାଭ ପାଇଥାଏ ପ୍ରଫିଟ୍ ପାଇଥାଏ ସେ ପୁଣି ସେ ଯେଉଁ ଲାଭ ଅର୍ଥରାଶି ବା ଲାଭ ରାଶିକୁ ପୁଣି ଭାବରେ ପୁନର୍ବିନିଯୋଗ କରିଥାଏ ପୁଣି ସେଥିରୁ ଲାଭ ପାଇବା ପାଇଁ। ଆଉ ଆକୁ ଇଂରାଜୀରେ କୁହାଯାଏ ଯେ ଆମର କ୍ୟାପିଟାଲିଷ୍ଟ ଦେ ରିଇନଭେଷ୍ଟ ଦ ସରପ୍ଲସ୍ ଭ୍ୟାଲୁ ଟୁ ଏକ୍ସପାଣ୍ଡ ଦେୟାର ପ୍ରଡକ୍ସନ୍ ଫର୍ଦର। ଏବଂ ଆମେ ଯଦି ଦେଖିବା ଯେଉଁ ଆମର ମନି ରହିଲା ବା ଅର୍ଥ ରହିଲା ଏହା ହେଉଛି ଯେଉଁ କ୍ୟାପିଟାଲିଷ୍ଟ ଆମର ସିଷ୍ଟମ ରହିଲା ବା ପୁଞ୍ଜିବାଦୀ ସମାଜ ରହିଲା ଏହାର ଏକ୍ସଚେଞ୍ଜ ବ୍ୟବସ୍ଥା ଯେଉଁ ଆମର ରହିଲା ବା ଆଦାନ ପ୍ରଦାନ ବ୍ୟବସ୍ଥାର ମୁଖ୍ୟ ଅଂଶ। ଏହାପରେ ଆସିଲା ଯାହା ଆମର କ୍ୟାପିଟାଲ ଆକ୍ୟୁମୁଲେସନ୍ କ୍ୟାପିଟାଲ ଆକ୍ୟୁମୁଲେସନ୍ର ଅର୍ଥ ହେଲା ଯେତେବେଳେ ଗୋଟେ ପୁଞ୍ଜିବାଦୀ ସେ ଯେତେବେଳେ ପ୍ରଥମେ ତାର ଅର୍ଥ ବିନିଯୋଗ କରିଥାଏ କୌଣସି ଉତ୍ପାଦନ କୌଣସି ବସ୍ତୁର ଉତ୍ପାଦନ ପାଇଁ କିମ୍ବା କୌଣସି ଫସଲର ଉତ୍ପାଦନ ପାଇଁ ସେ ଇଣ୍ଡଷ୍ଟ୍ରି ହଉ କିମ୍ବା ଆଗ୍ରିକଲଚର ହଉ ଶିଳ୍ପ କାରଖାନାରେ ହଉ କିମ୍ବା ଚାଷ ଜମିରେ ହଉ ସେମାନେ ଯେତେବେଳେ ଅର୍ଥ ବିନିଯୋଗ କରିଥାନ୍ତି ସେମାନେ ସବୁବେଳେ ଚାହିଁଥାନ୍ତି ଯେ କିଭଳି ଭାବେ ଆମେ ଲାଭ ଉପାର୍ଜନ କରିବୁ ଆଟ୍ ଏନି କଣ୍ଡିସନ ଯେକୌଣସି ବି ପରିସ୍ଥିତିର ତାଙ୍କର ମୁଖ୍ୟ ଲକ୍ଷ୍ୟ ଥାଏ ଯେ ଆମେ କିଭଳି ଭାବେ ଲାଭ ଉପାର୍ଜନ କରିବୁ ଏବଂ ସେ ଲାଭ ଉପାର୍ଜନ କରିବାର ପନ୍ଥା ତାଙ୍କ ପାଇଁ ମୁଖ୍ୟ ପନ୍ଥା ହେଉଛି ଯେ ଜେନେରେସନ୍ ଅଫ୍ ସରପ୍ଲସ୍ ଭ୍ୟାଲୁ ଥ୍ରୁ ଲେବର ଏକ୍ସପ୍ଲୋଇଟେସନ୍ ବା ସେ ଯେଉଁ ଶ୍ରମିକ ଅଛନ୍ତି ତାଙ୍କର ଶ୍ରମକୁ କିଭଳି ଭାବେ ଶୋଷଣ କରି ସେମାନେ ଲାଭ ଉପାର୍ଜନ କରିଥାନ୍ତି। ଶ୍ରମିକମାନଙ୍କ ଆମର ଯେଉଁ ଶ୍ରମ ରହିଲା ତାକୁ କିଭଳି ଭାବେ ସେମାନେ ଶୋଷଣ କରିଥାନ୍ତି ଆମେ ଗୋଟେ ଉଦାହରଣ ଦ୍ୱାରା ବୁଝିପାରିବା। ଗୋଟେ ଶ୍ରମିକ ଯିଏ 5 ଘଣ୍ଟା କାମ କରିବା କଥା ତାକୁ ଏବଂ ତାର ପର ଡେ ବା ପ୍ରତିଦିନ 5 ଘଣ୍ଟା କାମ କରିବା କଥା ଏବଂ ସେ 5 ଘଣ୍ଟା ପାଇଁ ତାର ଶ୍ରମର ମୂଲ୍ୟ ହେଉଛି 10 ଟଙ୍କା ଏବଂ ଯଦି ଦେଖିବା ସେ ଶ୍ରମିକକୁ କୁହାଯାଉଛି ଯେ ତମେ 5 ଘଣ୍ଟା ବଦଳରେ ଯଦି 10 ଘଣ୍ଟା କାମ କରିବ ଆମେ ତୁମକୁ ଆଉ 5 ଟଙ୍କା ଅଧିକ ଦେବୁ ଯାହାକୁ ଆମେ କୁହାଯାଏ ଯେଉଁ ତମେ 10 ଘଣ୍ଟା କାମ କଲେ 15 ଟଙ୍କା ମିଳିବ। ତ ସେଠି ଶ୍ରମିକଟି ଯିଏ ମୁଖ୍ୟତଃ ଯେଉଁ ପ୍ରୋଲେଟେରିଏଟ୍ କ୍ଲାସ୍ ରହିଲେ ମାର୍କ୍ସର କହିବା ଅନୁଯାୟୀ ମୁଖ୍ୟତଃ ସେମାନେ ଭୂମିହୀନ ବା ଲ୍ୟାଣ୍ଡଲେସ୍ ଲୋକ ହୋଇଥାନ୍ତି ସେମାନଙ୍କର ମିନ୍ସ ଅଫ୍ ପ୍ରଡକ୍ସନ୍ ବା ଉତ୍ପାଦନର ମାଧ୍ୟମ ତାଙ୍କ ପାଖରେ ନଥାଏ ତେଣୁ ସେମାନେ 5 ଟଙ୍କାର ଲୋଭରେ ଅନେକ ସମୟରେ କାମ କରିବା ପାଇଁ ରାଜି ହେଇଯାଇଥାନ୍ତି ଏବଂ ଯେଉଁଠି ସେ ପ୍ରଥମ 5 ଘଣ୍ଟା କାମ କରି 10 ଟଙ୍କା ଉପାର୍ଜନ କରୁଥିଲା ଦ୍ୱିତୀୟ ଯେଉଁ 5 ଘଣ୍ଟା ଯେଉଁ କାମ କଲା ତା ପାଇଁ ସେ ମାତ୍ର 5 ଟଙ୍କା ପାଇଲା ଏବଂ ଅନେକାଂଶରେ ଦେଖାଯାଏ ଯେ ସେଇ ଯେଉଁ ମୂଳ ପ୍ରଥମ 5 ଘଣ୍ଟା ପାଇଁ ମଧ୍ୟ 10 ଟଙ୍କା ଦେଇ ଆଉ 2 ଘଣ୍ଟା 3 ଘଣ୍ଟା 4 ଘଣ୍ଟା ଏଭଳି ଭାବେ ଅଧିକ କାମ କରାଇଥାନ୍ତି ପୁଞ୍ଜିପତି ମାନେ। ସେ ଯେଉଁ ତାଙ୍କର ଯେଉଁ ଶ୍ରମର ମୂଲ୍ୟ ଯେଉଁଟା ରହିଲା ସେ ଶ୍ରମର ମୂଲ୍ୟ କେବେ ହେଲେ ଶ୍ରମିକ ପାଇନଥାଏ ବା ଯେଉଁ ପ୍ରୋଲେଟେରିଏଟ୍ ସେ ପାଇନଥାଏ। ଏ ଶ୍ରମର ମୂଲ୍ୟଟି ସବୁବେଳେ ଯେ ପୁଞ୍ଜିପତି ରହିଲା ତାର ଖାତାକୁ ଯାଇଥାଏ ବା ତାର ସିଏ ତାର ବେନିଫିଟ୍ ବା ଫାଇଦା ନେଇଥାଏ ଏବଂ ଯଦି ଦେଖାଯାଏ ଏଇ ଯେଉଁ ଆମର କ୍ୟାପିଟାଲ ଆକ୍ୟୁମୁଲେସନ୍ ହେଲା ଏହି ଯେଉଁ ଯୁକ୍ତିଟି ମାର୍କ୍ସ ମୁଖ୍ୟତଃ ଭାବରେ ବାଢ଼ିଥିଲେ କିନ୍ତୁ ଯଦି ଦେଖାଯାଏ ମାର୍କ୍ସଙ୍କ ପରେ ଆହୁରି ଅନେକ ଗୁଡ଼ିଏ ସ୍କଲାର ରହିଲେ ଯେଉଁମାନେ ମାର୍କ୍ସଙ୍କର ଏହି ଯୁକ୍ତିକୁ ରିଭିଜିଟ୍ କରିଥିଲେ ବା ଯେଉଁ ବା ଯେଉଁ ଆମକୁ କୁହାଯାଏ ରିଇଣ୍ଟରପ୍ରିଟେସନ୍ କରିଥିଲେ ଏବଂ ତାଙ୍କର ଯେଉଁ ଅଣ୍ଡରଷ୍ଟାଣ୍ଡିଂ ଥିଲା ବା ତାଙ୍କର ଯେଉଁ ବୁଝିବାର ତାଙ୍କର ଯେଉଁ ପର୍ସପେକ୍ଟିଭ ସେ ଦେଇଛନ୍ତି ତାହା ଅନେକ
ଅନେକାଂଶରେ ଆକ୍ଚୁଆଲି ପ୍ରକୃତରେ ମାର୍କ୍ସଙ୍କର ଚିନ୍ତାଧାରା ସହିତ ସମାନ, କିନ୍ତୁ ସେ କେତେ ଗୁଡ଼ିଏ ନୂଆ ଦିଗନ୍ତ ଏଥିରେ ଯୋଡ଼ିବା ପାଇଁ ଚେଷ୍ଟା କରିଛନ୍ତି। ଯେଉଁଭଳି ଭାବେ ଆମେ ଦେଖିବା, ଯେଉଁ ଡାଭିଡ୍ ହାର୍ଭେ ଆମର ରହିଲେ, ଆମେ ସମସ୍ତେ ଜାଣୁ ଡାଭିଡ୍ ହାର୍ଭେ ମାର୍କ୍ସଙ୍କର ଯେଉଁ ଚିନ୍ତାଧାରା ରହିଲା ତାକୁ କିଭଳି ଭାବେ ରିଫାଇନ୍ କରିଛନ୍ତି ବା ତାକୁ ଯାହାକୁ ଆମେ କହିବା ରିଇଣ୍ଟରପ୍ରିଟ୍ କରିଛନ୍ତି। ମାର୍କ୍ସଙ୍କର ଆଇଡ଼ିଆକୁ ବା ତାଙ୍କର ଯେଉଁ ଚିନ୍ତାଧାରାକୁ ସେ କିଭଳି ଭାବେ ଯେଉଁ ଆମର ଆଧୁନିକ ସମାଜର ପରିବର୍ତ୍ତନର କଣ୍ଟେକ୍ସଟରେ ସେ କିଭଳି ଭାବେ ତାକୁ ବ୍ୟବହାର କରିଛନ୍ତି। ଯେ ଦେଖିବା ସେ ଗୋଟେ କନସେପ୍ଟ ଆଣିଥିଲେ ଯେ ମାର୍କ୍ସ ଯାହା କହିଛନ୍ତି ଖାଲି ଆକ୍ୟୁମୁଲେସନ୍, ସେ ଆକ୍ୟୁମୁଲେସନ୍ ଖାଲି କହିଲେ ହେବନି, ସମାଜରେ ଆଉ ଗୋଟିଏ ପ୍ରୋସେସ୍ ସେ ଗୋଟେ ଉଦାହରଣ ଦେଇଥିଲେ ଯାହାକୁ କୁହାଯାଏ ଆକ୍ୟୁମୁଲେସନ୍ ବାଇ ଡିସ୍ପୋଜିସନ୍। ଆକ୍ୟୁମୁଲେସନ୍ ବାଇ ଡିସ୍ପୋଜିସନ୍ ମାନେ ହେଲା ଯେ ପ୍ରଥମତଃ ଲାଭ ଉପାର୍ଜନ ହେଉଛି, କିନ୍ତୁ ସେ ଲାଭ ଯେଉଁ ଉପାର୍ଜନ ହେଉଛି ତା ଖାଲି ତ ଲାଭ ଉପାର୍ଜନ ହେଉନି, ବରଂ ତା ଦ୍ୱାରା କ'ଣ କରାହେଉଛି ନା, ଯେଉଁ ଗୋଟେ କ୍ଷୁଦ୍ର ଚାଷୀଟିଏ ହେଉ ବା ଗୋଟେ ଶ୍ରମିକଟିଏ ହେଉ, ତାର ଯେଉଁ ଛୋଟ ମିନ୍ସ ଅଫ୍ ପ୍ରଡକ୍ସନ୍ ବା ଉତ୍ପାଦନ ମାଧ୍ୟମ ରହିଛି ତାକୁ କିଭଳି ଭାବେ ତାଠୁ ଛଡ଼େଇ ନିଆଯାଉଛି ବା ତାକୁ ଡିସ୍ପୋଜ କରିଦିଆହେଉଛି, ତାକୁ କିଭଳି ଭାବେ ବିସ୍ଥାପିତ କରିଦିଆହେଉଛି ତାର ଯେଉଁ ଛୋଟ ମିନ୍ସ ଅଫ୍ ପ୍ରଡକ୍ସନ୍ ବା ଯେଉଁ ଆମର ଉତ୍ପାଦନର ମାଧ୍ୟମ ରହିଛି। ଏହା ଦ୍ୱାରା କ'ଣ ହେବ ନା, ଯେଉଁ ଛୋଟ କ୍ଷୁଦ୍ର ଶ୍ରମିକଟି ହେଉ ବା କ୍ଷୁଦ୍ର ଚାଷୀଟି ହେଉ, ସିଏ ଯେତେବେଳେ ତା ନିଜର ଖଣ୍ଡେ ଜମି ଅଛି, ସିଏ ତାର ଯେଉଁ ସ୍ୱଳ୍ପ ପରିମାଣର ଯେଉଁ ସ୍ୱାଧୀନତା ରହିଛି ନିଜ ଜମିରେ ନିଜେ କାମ କରି ନିଜେ ଲାଭ ଉପାର୍ଜନ କରିବା ପାଇଁ, ସେଇ ଯେଉଁ ସ୍ୱାଧୀନତାଟାକୁ ଛଡ଼େଇ ନିଆଯାଏ ଏବଂ ତାକୁ ସମ୍ପୂର୍ଣ୍ଣ ଭାବରେ ଗୋଟେ ୱେଜ୍ ଲେବର କରିଦିଆଯାଏ ବା ଗୋଟେ ପ୍ରୋଲେଟେରିଏଟ୍ କରିଦିଆଯାଏ। ଏଇ ପ୍ରୋସେସଟି ଯେଉଁ ହୁଏ, ଏହା ପ୍ରୋସେସ ମାର୍କ୍ସ ଡାଭିଡ୍ ହାର୍ଭେଙ୍କର କହିବା ଅନୁଯାୟୀ ଏହି ପ୍ରୋସେସଟି କୌଣସି କ୍ୟାପିଟାଲିଷ୍ଟ ବା ଯେଉଁ ପୁଞ୍ଜିବାଦୀକୁ ବାଧ୍ୟ କରି କୌଣସି ପୁଞ୍ଜିବାଦୀ କେବେ ହେଲେ ତାକୁ ବାଧ୍ୟ କରି ନଥାଏ ବା କୌଣସି ଗୋଟେ ଶ୍ରମିକ ହେଉ କିମ୍ବା ଗୋଟେ କ୍ଷୁଦ୍ର ଚାଷୀ ହେଉ କିମ୍ବା ଗୋଟେ ଛୋଟ ବ୍ୟବସାୟୀ ହେଉ ତାକୁ କେବେ ହେଲେ ବାଧ୍ୟ କରାଯାଇନଥାଏ, କିନ୍ତୁ ଏଭଳି ଭାବରେ ଗୋଟେ କଣ୍ଡିସନ କ୍ରିଏଟ୍ କରାଯାଇଥାଏ, ଗୋଟେ ପରିସ୍ଥିତି ସୃଷ୍ଟି କରାଯାଇଥାଏ ଯେ ସେ ଯେଉଁ କ୍ଷୁଦ୍ର ଚାଷୀ ହେଲା କିମ୍ବା ଛୋଟ ବ୍ୟବସାୟ ହେଲା, ସେ ବାଧ୍ୟ ହୋଇଥାଏ ତାର ଯେଉଁ ଛୋଟ ଯେଉଁ ଉପାର୍ଜନର ବା ଉତ୍ପାଦନର ଯେଉଁ ପନ୍ଥା ଅଛି ତାକୁ କିଭଳି ଭାବେ ସେଇ ଯେଉଁ କ୍ୟାପିଟାଲିଷ୍ଟ ରହିଲା ବା ପୁଞ୍ଜିବାଦୀ ରହିଲା ତାକୁ କିଭଳି ଭାବେ ବିକ୍ରୟ କରି ସିଏ ଗୋଟେ ୱେଜ୍ ଲେବର ବା ଶ୍ରମିକ ହେବା ପାଇଁ। ଆମେ ଯଦି ଦେଖିବା, ଏହାପରେ ଆମର ରହିଲା ମୋର୍ ପ୍ରଡକ୍ସନ୍ ଆଣ୍ଡ ମୋର୍ ପ୍ରଫିଟ୍ ବା ଅଧିକ ଉପାର୍ଜନ ଏବଂ ଅଧିକ ଲାଭ। ସବୁବେଳେ ଆମେ ଦେଖାଯାଉ ଯେ ଗୋଟେ କ୍ୟାପିଟାଲିଷ୍ଟ ସୋସାଇଟିରେ ଉତ୍ପାଦନର ପରିମାଣ ସବୁବେଳେ ଅଧିକ, କାରଣ ଆମେ ଯାହା କହିଲେ ଏଇ ସୋସାଇଟି ବା ଏଇ ସମାଜ ସବୁବେଳେ ଆମର ଯେଉଁ ଯାନ୍ତ୍ରିକ ଉତ୍ପାଦନ ବା ଯେଉଁ ମେକାନିଜିମ୍ ରହିଛି ଏହା ଉପରେ ଆଧାରିତ। ତେଣୁ ଯେଉଁ ଉତ୍ପାଦନ ହୋଇଥାଏ ଏହା ମୁଖ୍ୟତଃ ମାସ୍ ସ୍କେଲରେ ହୋଇଥାଏ ବା ଅଧିକ ମାତ୍ରାରେ କରାଯାଇଥାଏ ଏବଂ ଯେତେବେଳେ ଅଧିକ ମାତ୍ରାରେ କରାଯାଇଥାଏ ଲାଭ ମଧ୍ୟ ଅଧିକ ମାତ୍ରାରେ ବାହାରିଥାଏ। କିନ୍ତୁ ଏହାପରେ ଆମେ ଦେଖିବା ଯେଉଁ ରିଇନଭେଷ୍ଟମେଣ୍ଟ ଅଫ୍ ସରପ୍ଲସ୍ ଭ୍ୟାଲୁ ବା ଯେଉଁ ନିୟୋଗ ଯାହାକୁ କୁହାଯାଏ, ଆମେ କିଭଳି ଭାବେ ଆଉ ଥରେ ତାକୁ ଯେଉଁ ଲାଭ ବାହାରିଲା ତାକୁ କିଭଳି ଭାବେ ବିନିଯୋଗ କରିବା ପୁଣି ଅଧିକ ଲାଭ ପାଇବା ପାଇଁ, ଏହା ବିଷୟରେ ଆମେ ଆଲୋଚନା କରିସାରିଛେ। ବର୍ତ୍ତମାନ ଆମେ ଯିବା ଯେ ଯେଉଁ କ୍ୟାପିଟାଲିଜିମ୍ କନସେପ୍ଟ ଆସିଲା, ପ୍ରକୃତରେ ଏ କ୍ୟାପିଟାଲିଜିମ୍ କନସେପ୍ଟ ଯଦିଓ ଆମକୁ ଆଜି ନୂଆ ଲାଗିଥାଇପାରେ, କିନ୍ତୁ ଏଇ କ୍ୟାପିଟାଲିଜିମ୍ କନସେପ୍ଟର ପ୍ରକୃତରେ ଯେଉଁ ଫାଉଣ୍ଡେସନ୍ ମୂଳଦୁଆ ପକାଇଥିଲେ ଆଡମ୍ ସ୍ମିଥ୍, ଆମେ ସମସ୍ତେ ଜାଣୁ ତାଙ୍କୁ ଆଧୁନିକ ଅର୍ଥନୀତିର ବା ଯେଉଁ ଆମର ଇକୋନୋମିକ୍ସର ଫାଦର ବୋଲି କୁହାଯାଏ ବା ଜନକ ବୋଲି କୁହାଯାଏ। ସିଏ ଗୋଟେ 1776 ମସିହାରେ ଗୋଟେ ଯେଉଁ ଆମର ମୁକ୍ତ ଯେଉଁ ବଜାର ରହିଲା ବା ଫ୍ରି ମାର୍କେଟ ତାକୁ ଡିଫେଣ୍ଡ କରି ଗୋଟେ ବା ଫ୍ରି ଇକୋନୋମି ଯା ମୁକ୍ତ ଅର୍ଥନୀତି ଉପରେ ଗୋଟେ ବହି ଲେଖିଥିଲେ ଯାହାକୁ ଆମେ କହୁ ଦ ୱେଲ୍ଥ ଅଫ୍ ନେସନ୍ସ। ସେଠାରେ ସେ କହିଥିଲେ ଗୋଟେ ପ୍ରିନ୍ସିପଲ କହିଥିଲେ ବା ଗୋଟେ ଆଧାର କହିଥିଲେ ଯାହାକୁ କୁହାଯାଏ ଲେସେସ୍ ଫେୟାର, ଯାହାର ଅର୍ଥ ହେଲା ଯେ ଯେଉଁ ଆମର ଷ୍ଟେଟ୍ ଇଣ୍ଟରଭେନସନ୍ ବା ଯେଉଁ ସରକାରଙ୍କର ଯେଉଁ ସବୁଥିରେ ଇନଭଲ୍ଭ ହେବା ବା ଯେଉଁ ଆମର ଷ୍ଟେଟ୍ର ଯେଉଁ ଆମର ଇନଭଲ୍ଭମେଣ୍ଟ, ଯେଉଁ ପ୍ଲାନ୍ ଆଣ୍ଡ ପଲିସିଜ୍ ରହିଛି ବା ଆମର ଯେଉଁ ଯୋଜନା ଗୁଡ଼ିକ ରହିଛି ଅର୍ଥନୈତିକ ବିକାଶ ପାଇଁ, ଯଦି ଏଥିରେ ତାଙ୍କର କହିବା ଅନୁଯାୟୀ ଯଦି ଷ୍ଟେଟ୍ ସବୁ କ୍ଷେତ୍ରରେ ମୁଖ୍ୟତଃ ଯେଉଁ ଆମର ଅର୍ଥନୀତିର ଯେଉଁ ପ୍ଲାନ୍ ଏବଂ ପଲିସିଜ୍ ଗୁଡ଼ିକ ରହିଛି, ଯଦି ସବୁ କ୍ଷେତ୍ରରେ ଷ୍ଟେଟ୍ ଇଣ୍ଟରଫିୟର କରିବ ବା ସବୁ କଥାରେ ତର୍ଜମା କରିବ ଷ୍ଟେଟ୍, ତାହେଲେ ଏଇ ଯେଉଁ ଆମର
ଅର୍ଥନୀତି ରହିଛି ଏହା କେବେ ହେଲେ ଆଗକୁ ଯାଇପାରିବନି। ମାର୍କେଟ ଇକୋନୋମି ଯୋଉଟା କୁହାଯାଏ, ଯୋଉ ବଜାର ଅର୍ଥନୀତି କେବେ ହେଲେ ଆଗକୁ ଯାଇପାରିବ ନାହିଁ। ଏବଂ ସେ କହିବା କଥା ସରକାର ସବୁବେଳେ ଗଭର୍ଣ୍ଣମେଣ୍ଟ ସୁଡ୍ ନଟ୍ ଇଣ୍ଟରଫିୟର ୱିଥ୍ ଦ ଇକୋନୋମି, ବା ଆମର ସରକାର ସବୁବେଳେ ଆମର ଯାହାକୁ କୁହାଯାଏ ଅର୍ଥନୈତିକ କ୍ଷେତ୍ର ମାମଲାରେ ବା ଅର୍ଥନୈତିକ ଯୋଉ ଯୋଜନା ସବୁ ରହିଛି ସେଥିରେ ହସ୍ତକ୍ଷେପ ନ କରିବା କଥା। ଏବଂ ଗୋଟେ ଯୋଉ ପ୍ରାଇଭେଟ ସେକ୍ଟର ରହିଲା ବା ଯୋଉ ଆମର ଘରୋଇ ସଂସ୍ଥା ଗୁଡ଼ିକ ରହିଲା ତାକୁ ସବୁବେଳେ ଫ୍ରି ହ୍ୟାଣ୍ଡ ଦେବା କଥା ବା ତାକୁ ସବୁବେଳେ ମୁକ୍ତ ପରିବେଶ ଛାଡ଼ିବା କଥା ଅର୍ଥନୈତିକ ବିକାଶ କରିବା ପାଇଁ। ଏହାପରେ ଯଦି ଦେଖିବା ଆମେ ଯୋଉ କ୍ୟାପିଟାଲିଜିମ୍ କନସେପ୍ଟ ଆସିଲା, ଏ ଯୋଉ କ୍ୟାପିଟାଲିଜିମ୍ ପ୍ରକୃତରେ ଏହି କନସେପ୍ଟକୁ ଯୋଉ ପପୁଲାର କରିବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ କାର୍ଲ ମାର୍କ୍ସ। ଅନେକ ସମୟରେ ଲୋକମାନେ କୁହନ୍ତି ଯେ ମାର୍କ୍ସ ଙ୍କର ଯୋଉ ଚିନ୍ତାଧାରା ଥିଲା ତାହା ଗୋଟେ ବୈପ୍ଳବିକ ଚିନ୍ତାଧାରା ଥିଲା ଏବଂ ସେ ସବୁବେଳେ କହୁଥିଲେ ଯେ କିଭଳି ଭାବରେ ବିଭିନ୍ନ ଯୋଉ ସାମାଜିକ ପରିବର୍ତ୍ତନ ହଉଛି ଆମର, ସେ ଯୋଉ କହିଥିଲେ ଆମର ଆନସିଏଣ୍ଟ ସୋସାଇଟିରୁ କିଭଳି ଭାବେ ଆମେ ଗୋଟେ କ୍ୟାପିଟାଲିଷ୍ଟ ସୋସାଇଟି ଅଛୁ ବା ଗୋଟେ ଟ୍ରାଡିସନାଲ ସୋସାଇଟିରୁ କିଭଳି ଭାବେ ଗୋଟେ ପୁଞ୍ଜିବାଦୀ ସମାଜରେ ଆମେ ପାଦ ଦେଇଛୁ। କିନ୍ତୁ ତାଙ୍କର କହିବାର ଅର୍ଥ ଥିଲା ଯେ ଯୋଉ ପରିବର୍ତ୍ତନ ହଉଛି ତାର ମାଧ୍ୟମ ସବୁବେଳେ ହଉଛି କନଫ୍ଲିକ୍ଟ ବା ଯୋଉ ଆମର କନ୍ଦଳ, ଏବଂ ଏଇ କନଫ୍ଲିକ୍ଟ ଦ୍ୱାରା ହିଁ ଆମର ସାମାଜିକ ପରିବର୍ତ୍ତନ ଆସିଥାଏ। କିନ୍ତୁ ଏଇ କନଫ୍ଲିକ୍ଟର ଉତ୍ପତ୍ତି କିଭଳି ଭାବରେ ହୁଏ ନା କନଫ୍ଲିକ୍ଟ ସବୁବେଳେ ଗୋଟେ ଅପରେସନ ବା ଯୋଉ ଶୋଷଣରୁ ହିଁ କନଫ୍ଲିକ୍ଟର ଉତ୍ପତ୍ତି ହୁଏ। ଏବଂ ସେ କହିଲେ ଯେ ଯୋଉ ଆମର ମଣିଷ ସମାଜର ଯୋଉ ଇତିହାସ ରହିଛି କ୍ୟାପିଟାଲିଜିମ୍ ବା ପୁଞ୍ଜିବାଦ ହଉଛି ଏହା ତାର ଗୋଟେ ସୋପାନ। ଏବଂ ଦେଖିଲା ଯେ ଯୋଉ ଆମର କ୍ୟାପିଟାଲିଜିମ୍ ବା ପୁଞ୍ଜିବାଦର ଯୋଉ ପୂର୍ବ ସୋପାନଟି ଥିଲା ଆମେ ଯାହାକୁ ଫ୍ୟୁଡାଲିଜିମ୍ ଭାବରେ ଜାଣୁ। ଏଇ ଫ୍ୟୁଡାଲିଜିମ୍ରେ ଯୋଉ ଆମର ଦୁଇଟି ଶ୍ରେଣୀ ଥିଲେ, ଗୋଟେ ଫ୍ୟୁଡାଲ ଲର୍ଡ ଥିଲେ ଏବଂ ଆଉ ଗୋଟେ ସର୍ଭ ଥିଲେ, ଯୋଉମାନେ କି ମାନେ ତାଙ୍କର ଶ୍ରମିକ ହୋଇ କାମ କରୁଥିଲେ ଫ୍ୟୁଡାଲ ଲର୍ଡସ ମାନଙ୍କର। କିନ୍ତୁ ଯେତେବେଳେ ଏଇ ଯୋଉ ସିଷ୍ଟମ ଭିତରେ ଯେତେବେଳେ କନ୍ଦଳ ଦେଖାଗଲା ଏବଂ ଯୋଉ ସର୍ଭ ମାନେ ଥିଲେ ସେମାନେ ରେଜିଷ୍ଟ କଲେ ବା ଆନ୍ଦୋଳନ କଲେ, ବିପ୍ଳବ ଯାହାକୁ କୁହାଯାଏ, ବିପ୍ଳବ ଆଣିବା ଦ୍ୱାରା ଏ ଯୋଉ ସମାଜଟି ଭାଙ୍ଗି ଯାଇଥିଲା। ଏବଂ ସମାଜ ଭାଙ୍ଗି ଯିବା ଦ୍ୱାରା କଣ ହେଲା ନା ଯୋଉ ଫ୍ୟୁଡାଲ ଲର୍ଡ ମାନେ ଥିଲେ ବା ଯୋଉ ଆମର ସେ ସମୟରେ ଯୋଉ ମାଲିକ ମାନେ ଥିଲେ ତାଙ୍କର ଯୋଉ ଜମିରେ କୀର୍ତ୍ତଦାସ ହେଇ ବାନ୍ଧି ହୋଇ କୀର୍ତ୍ତଦାସ ଗୁଡ଼ିକ ଯୋଉ ବାନ୍ଧି ହୋଇ ରହିଥିଲେ ସେମାନେ ମୁକ୍ତ ହେଇଗଲେ। ଏବଂ ସେମାନେ ମୁକ୍ତ ହୋଇ ଯୋଉ ଆମର ସହର ଥିଲା ସହର ଅଭିମୁଖେ ଯାତ୍ରା କଲେ ଏବଂ କିଛି ଲୋକ ଚାହିଁଲେ ସହରରେ ମଧ୍ୟ ରହିଗଲେ କାରଣ ସେମାନଙ୍କର ନିଜର ଜମି ନଥିଲା। ଏବଂ ଦେଖାଗଲା ଯେ ଏଇ ଯୋଉ ସହର ଗୁଡ଼ିକ ଧୀରେ ଧୀରେ ବଢିବାକୁ ଆରମ୍ଭ ହେଲା ଏବଂ ଏଇ ଯୋଉ ଫ୍ୟୁଡାଲ ଯୋଉ ସର୍ଭ ମାନେ ବା ଯୋଉ ଶ୍ରମିକ ମାନେ ଗ୍ରାମାଞ୍ଚଳରୁ ସବୁ ଯାଇ ସହରରେ ରହିଥିଲେ ସେମାନଙ୍କ ପାଇଁ ଯୋଉ ଆମର ସହରର ଯୋଉ ଇଣ୍ଡଷ୍ଟ୍ରି ଗୁଡ଼ିକ ଥିଲା ବା ଯୋଉ କାରଖାନା ଗୁଡ଼ିକ ଥିଲା ତାଙ୍କ ପାଇଁ କାମ ଯୋଗାଇ ଦେଲା। ଏବଂ ଏହା ଦ୍ୱାରା ଆମର ଯୋଉ କ୍ୟାପିଟାଲିଷ୍ଟ ବା ପୁଞ୍ଜିବାଦୀ ସମାଜର ଆରମ୍ଭ ହୋଇଥିଲା, ସୃଷ୍ଟି ହୋଇଥିଲା। ଏବଂ ଯଦି ଦେଖାଯାଏ ଏଇ ଯୋଉ ଲେବର ଗୁଡ଼ିକ ଗଲେ ବା ଶ୍ରମିକ ଗୁଡ଼ିକ ଗଲେ ଏମାନେ ଯାଇକି ସେଇ ଇଣ୍ଡଷ୍ଟ୍ରିରେ କାମ କରିବା ଆରମ୍ଭ କଲେ। ଯଦି ଦେଖାଯାଏ ଯେ ଯୋଉ ଆମର ମୁଖ୍ୟ ଯୋଉ ଫିଚର୍ସ ରହିଛି ପୁଞ୍ଜିବାଦର ମାର୍କ୍ସଙ୍କର କହିବା ଅନୁଯାୟୀ ସେଗୁଡ଼ିକ କ'ଣ ଥିଲା ବା ଯୋଉ ବୈଶିଷ୍ଟ୍ୟ ଗୁଡ଼ିକ କ'ଣ ଥିଲା, ଯେ ଦେଖିବା ଆମେ ଯେ ମାର୍କ୍ସଙ୍କର କହିବା ଅନୁଯାୟୀ ଯୋଉ ଉତ୍ପାଦନ ହଉଥିଲା ଏ ଉତ୍ପାଦନର ମୁଖ୍ୟ ଲକ୍ଷ୍ୟ ସବୁବେଳେ ଥିଲା ବିକ୍ରି, ବଜାରରେ ବିକ୍ରି ବା ମାର୍କେଟ ଓରିଏଣ୍ଟେଡ ପ୍ରଡକ୍ସନ ଯାହାକୁ ଆମର କୁହାଯାଏ। ଉତ୍ପାଦନ ସବୁବେଳେ ଯୋଉ ପୁଞ୍ଜିବାଦୀ ମାନେ କରୁଥିଲେ ସେମାନଙ୍କର ଲକ୍ଷ୍ୟ ଥିଲା କିଭଳି ଭାବେ ଆମେ ଏହାକୁ ନେଇ ବଜାରରେ ବିକ୍ରି କରିବୁ। କିନ୍ତୁ ଯୋଉ ପୁରୁଣା ସମାଜ ଗୁଡ଼ିକ ଆମର ସବୁ ରହିଥିଲା ଯେ ଦେଖାଯାଏ ଉତ୍ପାଦନ ସବୁବେଳେ ସେଲ୍ଫ ୟୁଜ ବା ସେଲ୍ଫ ସବସିଷ୍ଟେନ୍ସ ଯାହାକୁ କୁହାଯାଏ। ଲୋକମାନେ ସବୁବେଳେ ଉତ୍ପାଦନ କରନ୍ତି ନିଜର ଯୋଉ ଯେତିକି ଆବଶ୍ୟକତା ଅଛି ତାକୁ ପୂରଣ କରିବା ପାଇଁ। କିନ୍ତୁ କ୍ୟାପିଟାଲିଜିମରେ ତାଙ୍କର କହିବା କଥା, ମାର୍କ୍ସଙ୍କର କହିବା ଅନୁଯାୟୀ ବା ଯୋଉ ପୁଞ୍ଜିବାଦ ରହିଲା ବା ପୁଞ୍ଜିବାଦୀ ସମାଜରେ ଲୋକମାନେ ସବୁବେଳେ ଉତ୍ପାଦନ କରିଥାନ୍ତି ବଜାରକୁ, ବଜାରର ଚାହିଦା ଅନୁଯାୟୀ ଏବଂ ବଜାର ଉପଯୋଗୀ ଉତ୍ପାଦନ ହୋଇଥାଏ। ଏବଂ ଯୋଉ ଆମର ଦ୍ୱିତୀୟରେ ସେ କହିଲେ ଯେ ଗୋଟେ ଲେବର ଯୋଉ ରହିଲା ବା ଶ୍ରମ ରହିଲା,
ଶ୍ରମଟା ସବୁବେଳେ କମୋଡିଫିକେସନ ହେଇଯାଇଛି ବା ଯୋଉଟା ଆମର କୁହାଯାଏ ଯୋଉ ଗୋଟେ ବସ୍ତୁ ଭଳି ହେଇଯାଇଛି। ଗୋଟେ ବସ୍ତୁ ଯେଭଳି ବଜାରରେ ଆମର ବିକ୍ରି କରାଯାଏ ଏବଂ ବସ୍ତୁର ଗୋଟେ ନିର୍ଦ୍ଧାରିତ ମୂଲ୍ୟ ଥାଏ, ବର୍ତ୍ତମାନ ଯୋଉ ଶ୍ରମିକ ମାନେ ସେମାନେ ଦୋ ଦେ ଆର୍ ସେମାନେ ଗୋଟେ ଜୀବନ୍ତ ଗୋଟେ ସେମାନେ ଜୀବନ୍ତ ଏବଂ ସେମାନଙ୍କର ଜୀବନ ଅଛି, କିନ୍ତୁ ସେମାନଙ୍କର ଯୋଉ ଲେବର ଭ୍ୟାଲୁଜ ଆମର ଯୋଉ ରହିଲା ବା ଆମର ତାଙ୍କର ଯୋଉ ଶ୍ରମର ମୂଲ୍ୟ ତାଙ୍କୁ ଗୋଟେ ଦ୍ରବ୍ୟ ସହିତ ଭଳି ଦ୍ରବ୍ୟ ସହିତ ସମାନ କରିଦେଇଛି। ବଜାରରେ ସେମାନଙ୍କର କ୍ରୟ ଏବଂ ବିକ୍ରୟ ଗୋଟେ କମୋଡିଟି ଭଳିଆ ହୁଏ। ତେଣୁ ସିଏ ଗୋଟେ ଯୋଉ କନସେପ୍ଟ ଆମର ୟୁଜ କରିଥିଲେ କମୋଡିଫିକେସନ ଅଫ ଲେବର, ସେ କହିଥିଲେ ଯେ ବଜାରରେ ସବୁବେଳେ ଯୋଉ କ୍ୟାପିଟାଲିଜିମ ଆସିଲା ବା ପୁଞ୍ଜିବାଦ ଆସିବା ଫଳରେ ଯୋଉ ଆମର ଲେବର ରହିଲା ବା ଶ୍ରମ ରହିଲା ବା ଗୋଟେ ଶ୍ରମିକ ରହିଲା, ସେ ଗୋଟେ କମୋଡିଟି ହେଇଯାଏ ଏବଂ ତାର ବିକ୍ରି କିଣା ଏବଂ ବିକା ହୋଇଥାଏ। ଏବଂ ତାଙ୍କର ଏ କହିବା ଅନୁଯାୟୀ ଯାହା ଆମେ ପୂର୍ବରୁ ଆଲୋଚନା କରିଥିଲେ ଯୋଉ ଫ୍ରି ଲେବର କନସେପ୍ଟ ଥିଲା, ଫ୍ରି ୱେଜ ଲେବର, ଏଠାରେ କିନ୍ତୁ ଗୋଟେ ଶ୍ରମିକ ସିଏ ମୁକ୍ତ, ଯେ ସେ ଯୋଉ ଯେକୌଣସି ଆମର ଯୋଉ ଶିଳ୍ପପତି ରହିଲା ବା ଯୋଉ ଇଣ୍ଡଷ୍ଟ୍ରି ରହିଲା ସେଠିକି ଯାଇ ସେ କାମ କରିପାରିବ। ଏହା ତାର ଚଏସ୍ ଉପରେ ନିର୍ଭର କରିଥାଏ ଏବଂ ଏଠାରେ କୌଣସି ପୁଞ୍ଜିପତି ବା କୌଣସି ପୁଞ୍ଜିବାଦୀ ଆସି କାହାକୁ ବାଧ୍ୟ କରିବନି ଯେ ତୁ ଯାଇ ମୋ ଫ୍ୟାକ୍ଟ୍ରିରେ କାମ କର କିମ୍ବା ମୋ ଇଣ୍ଡଷ୍ଟ୍ରିରେ କାମ କର। ତେଣୁ ସେ ଯାହା କହିଲେ ମାର୍କ୍ସର କହିବା ଅନୁଯାୟୀ କମୋଡିଫିକେସନ ଅଫ ଲେବର ଗୋଟେ ହଉଛି ବୈଶିଷ୍ଟ୍ୟ ଆମର ପୁଞ୍ଜିବାଦର, ଏବଂ ଏକ୍ସଚେଞ୍ଜ ଟେକ୍ସ ପ୍ଲେସ୍ ଥ୍ରୁ ମନି ସେ କହିଲେ, ବା ଆମର ଯୋଉ ଅର୍ଥ ବ୍ୟବସ୍ଥା ରହିଛି ଏଠାରେ କେବଳ ଯୋଉ ଆମର ଆଗରୁ ଯୋଉଭଳି ଭାବରେ ଆମର ଶ୍ରମର ଆଦାନ ପ୍ରଦାନ ବା ଅଦଳ ବଦଳ କରାଯାଏ, ଆଗରୁ ଜାଣିଥିବା ଆମେ ଯୋଉ ଟ୍ରାଡିସନାଲ ସୋସାଇଟି ଥିଲା କିଭଳି ଭାବେ ଆଜି ଯଦି ଗୋଟିଏ ଘରର ଲୋକ ଅନ୍ୟ ଘର ପାଇଁ କାମ କରିବାକୁ ଗଲେ ସେ ଯୋଉ ଅନ୍ୟ ଘରର ଲୋକ ତା ପରଦିନ କିଭଳି ଭାବରେ ଏଇ ଯୋଉ ଲୋକଟି ଆଜି ଯାଇଛି କାମ କରିବା ପାଇଁ ବା ଏଇ ଯୋଉ ଲୋକର ଘର ଲୋକମାନେ ଆଜି ଯାଇଥିଲେ କାମ କରିବା ପାଇଁ ତାଙ୍କ ପାଇଁ ଶ୍ରମର କିଭଳି ଭାବେ ଆଦାନ ପ୍ରଦାନ କରାଯାଇଥାଏ। ଲୋକମାନେ ପରସ୍ପର ଲେବର ସବୁବେଳେ ଏକ୍ସଚେଞ୍ଜ କରାଯାଇଥାଏ, ଆଉ ଲେବର ଆମର ଯୋଉ ରହିଲା ଶ୍ରମର ଅଦଳ ବଦଳ କରାଯାଇଥାଏ, ଆଉ ଶ୍ରମ କେବେ ହେଲେ ବିକ୍ରି କରାଯାଇନଥାଏ ଏବଂ ଶ୍ରମର କୌଣସି ଆର୍ଥିକ ମୂଲ୍ୟ ଆମର ଟ୍ରାଡିସନାଲ ସୋସାଇଟିରେ ନଥିଲା ବା ଦିଆଯାଉନଥିଲା ମୂଲ୍ୟ। କିନ୍ତୁ ଏ ଯୋଉ କ୍ୟାପିଟାଲିଷ୍ଟ ସୋସାଇଟି ବା ପୁଞ୍ଜିବାଦୀ ସମାଜ ରହିଲା, ଏଠାରେ ଯୋଉ ଆମର ଏକ୍ସଚେଞ୍ଜ ରହିଲା, ଏହା ମୁଖ୍ୟତଃ ଭାବରେ ଶ୍ରମର ଏକ୍ସଚେଞ୍ଜ ହଉ କିମ୍ବା ଯୋଉ ଆମର ପ୍ରଡକ୍ଟ ରହିଲା ବା ଉତ୍ପାଦିତ ଦ୍ରବ୍ୟ ରହିଲା ତାହାର ଏକ୍ସଚେଞ୍ଜ ହଉ, ଏହା ମୁଖ୍ୟତଃ ଅର୍ଥ ଦ୍ୱାରା ହେଇଥାଏ। ଆମେ କୌଣସି ବର୍ତ୍ତମାନ ଯଦି ଆମେ କୌଣସି ଦୋକାନକୁ ଯାଉଛୁ କୌଣସି ବସ୍ତୁ କିଣିବା ପାଇଁ କିମ୍ବା କୌଣସି ଗୁଡ୍ସ କିଣିବା ପାଇଁ, ଆମେ କେବେ ହେଲେ କହୁନୁ ଯେ ମତେ ଏଇ ଜିନିଷଟି ଦିଅ ମୁଁ ଯାଇ କାଲି ତମର ଏଇ କାମଟି କରିଦେବି, ନାହିଁ। ଆମେ ସବୁବେଳେ ଯେତେବେଳେ ବଜାରକୁ ଯାଉଛୁ କିମ୍ବା ଯେତେବେଳେ ମାର୍କେଟକୁ ଯାଉଛୁ ଆମେ ସବୁବେଳେ ଅର୍ଥ ରାଶି ନେଇକି ଯାଉଛୁ ଏବଂ କୌଣସି ଯୋଉ ଆମର ଦ୍ରବ୍ୟର ଯେତିକି ମୂଲ୍ୟ ଆମେ ତାକୁ ଦେଇ ଅର୍ଥ ରାଶି ଆକାରରେ ଆମେ ସେଇ ଦ୍ରବ୍ୟଟି କ୍ରୟ କରି ଆଣୁଛୁ। ଏବଂ ଯଦି ଦେଖାଯାଏ ଯୋଉ ଆମର ଉତ୍ପାଦନର ଯୋଉ ପ୍ରୋସେସ ରହିଛି, ଉତ୍ପାଦନର ଯୋଉ ପ୍ରକ୍ରିୟା ରହିଛି, ଏହା ମୁଖ୍ୟତଃ ଭାବରେ ଗୋଟେ କ୍ୟାପିଟାଲିଷ୍ଟ ବା ଜଣେ ପୁଞ୍ଜିବାଦୀ ହିଁ ନିୟନ୍ତ୍ରିତ କରିଥାଏ। ଯଦି ଦେଖାଯାଏ ଆମର ଅନେକ ସମୟରେ କୌଣସି ଯୋଉ ଉତ୍ପାଦିତ ଦ୍ରବ୍ୟ ଗୁଡିକ ରହିଛି ଦାମ ତାର ଆମେ ଦେଖିଥିବା ବହୁତ ସମୟରେ ଫ୍ଲକ୍ଚୁଏଟ କରିଥାଏ ବା ପରିବର୍ତ୍ତିତ ହୋଇଥାଏ। ଆମେ ଖବର କାଗଜରେ ପଢିଥାଉ ଯେ ଆଜି ତେଲର ଦାମ ବଢିଗଲା, କାଲି ଏହି ଦ୍ରବ୍ୟର ଦାମ ବଢିଗଲା, କାରଣ ନା ଏଇ ଯୋଉ ପ୍ରଡକ୍ସନଟା ବନ୍ଦ ହେଇଯାଇଛି। ଆମେ ଏହା ତ ମୁଖ୍ୟତଃ ଖବର କାଗଜରେ ଏହା ପଢିଥାଉ। ଏହାର ଅର୍ଥ ହେଲା ଯେ ଗୋଟେ ପର୍ଟିକୁଲାର ଯେ ଆମର କ୍ୟାପିଟାଲିଷ୍ଟ ରହିଲା ବା ପୁଞ୍ଜିବାଦୀ ରହିଲା ସିଏ ହିଁ ଏହାକୁ ନିୟନ୍ତ୍ରିତ କରିଥାଏ। ଏବଂ ଯୋଉ ଆମର ଯେଭଳି ଆମର ଉଦାହରଣ ଦେଇପାରିବା, ଆମର ଗୋଟେ କମ୍ପାନୀ ଯୋଉଟା ଆମର ଥିଲା ଆମର ସେ ଫର୍ଡ, ଗୋଟେ କାର କମ୍ପାନୀ, ମୋଟର କାର କମ୍ପାନୀ, ଯାହା ଆମର ଭାରତର ପ୍ରଥମେ ଉତ୍ପାଦନ କରୁଥିଲା, କିନ୍ତୁ ତାଙ୍କର ଯାହା ଡିସିସନ, ତାଙ୍କର ଯାହା ମାଲିକ ଯିଏ, ସେ ଯେତେବେଳେ ଡିସିସନ ନେଲେ, ଯୋଉ ପୁଞ୍ଜିପତି ଡିସିସନ ନେଲେ ଯେ ନାହିଁ ଆମେ ଆର ଯୋଉ ମାନୁଫାକ୍ଚରିଂ ବ୍ରାଞ୍ଚ ରହିଛି ବା ଯୋଉ ଆମର ଉତ୍ପାଦନର ଯୋଉ ଜଣେ ଲୋକର ଡିସିସନ ବା ତାର ମନ୍ତବ୍ୟରେ ହିଁ ସେ କମ୍ପାନୀ କିଭଳି ଭାବେ କାଢି ନିଆଯାଇଥିଲା। ତେଣୁ ସବୁବେଳେ କ୍ୟାପିଟାଲିଷ୍ଟ ସୋସାଇଟି ବା ଯୋଉ ଆମର ପୁଞ୍ଜିବାଦୀ ସମାଜରେ ଗୋଟିଏ କ୍ୟାପିଟାଲିଷ୍ଟ ସିଏ ହିଁ ମୁଖ୍ୟତଃ ଭାବରେ ସବୁ ମୁଖ୍ୟ ନିର୍ଣ୍ଣୟ ଗୁଡିକ ନେଇଥାନ୍ତି। ଏବଂ ଯଦି ଫାଇନାନ୍ସିଆଲ ଡିସିସନ ଦେଖିବା ବା ଯୋଉ ଆର୍ଥିକ ଡିସିସନ ରହିଲା, ଏଗୁଡିକ ମଧ୍ୟ ସେଇ କ୍ୟାପିଟାଲିଷ୍ଟ ନେଇଥାନ୍ତି। ଯଦି ଆମେ ଦେଖିବା ମାର୍କ୍ସଙ୍କର କହିବା ଅନୁଯାୟୀ ଯେ ଯୋଉ ଆମର
जो दुईटी श्रेणी रहिले गोटे हाफ्स एंड हाफ नट्स बा क्षमा करिवे गोटे श्रेणी रहिला जो माने जो उत्पादन जो माध्यम गुड़िक रहिला तार मालिक होइतांती एवं सेमानक पाखरे जमी बा अर्थराशि बा हमर यांत्रिक ज्ञान कौशल जंत्रपाति प्रोडक्शन बा उत्पादन जो माध्यम गुड़िक सेमान पाखरे सेमानक हाफ्स कह जाय एवं जो मन पाखरे केवल श्रम थाए एवं ता छडा आ कोनोसी उत्पादन माध्यम न थाए सेमाने निज श्रम को बिक्री कर निजर गुजरण मेंटाई थांती सेमानक हाफ नट्स कह जाय तांकर कहवा अनुसार यही जो दुईटी श्रेणी रहिले कैपिटलिज्म बा जो पुंजीवाद बा पुंजीवादी समाज रे दिन आसीबो गोटे सेमानक भितरे कॉन्फ्लिक्ट होबो बा मतांतर होबो एवं सेही मतांतर सामाजिक परिवर्तन आनी देबो एवं से कहले जे इतिहास रे जेते सोपान आमे देई के आछो जो बळे हमर एशियाटिक मोड ऑफ प्रोडक्शन होला बा एंशिएंट मोड ऑफ प्रोडक्शन होला बा फ्यूडल मोड ऑफ प्रोडक्शन होला सेठी जो प्रकार मतांतर देखा जायतिला बा कॉन्फ्लिक्ट जो कंदल देखा जायतिला ए जो कैपिटलिस्ट सोसाइटी रा जो मतांतर आ कॉन्फ्लिक्ट यह सबुठु अधिक इंटेंसिटी बा अधिक जोर रे हेबो या पर आमे आलोचना करिबा जे आउ जने हमर समाज विज्ञान रो जो स्कॉलर रहिले मार्क्स वेबर एवं तांकर जो हमर थिला जो पुंजीवाद को नहीं तांकर जो मत थिला ता विषय आलोचना करिबा से मार्क्स वेबरकर मत जदि हो सी अनेकांश रे मार्क्स को द्वारा दिया जाइथिबा जो जुक्ति जे अर्थनीति बा जो गोटे जो इकोनॉमी एहा ही होची समाज रो गोटे मूल पिंड बा जो हमर कहा जाय इंफ्रास्ट्रक्चर मूल दुआ ताकू जदिओ से संपूर्ण भाव खंडन करनथिले से किंतु कहितले जे केते गुडी अन्य केते गुडी जिंस अछि जहा जरूरी गोटे समाज को पुंजीवादी समाज भाव तैयारी करिया पई एवं से कहितले जो वैल्यूज रहिला हमर बिलीफ्स बा विश्वास रहिला बा जो सेंटिमेंट्स रहिला बा ए जो हमर ए जो जिंस गुडी को रहिला यह किभଳି भाबे गोटे व्यक्ति को मोटिवेट करिथाय बा अनुप्राणित करिथाय किभଳି भाबरे गोटे अधिक उत्पादन करिया पई एवं से एहा को अधिक युक्तियुक्त करिया पई जस्टिफाई करिया पई से तांकर जो पुस्तक थिला हम समस्त जानू द प्रोटेस्टेंट एथिक्स एंड स्पिरिट ऑफ कैपिटलिज्म से सेठारे ए विषय रे पुंखानुपुंख भाबे आलोचना करथिले एवं जे देखिबा हमें मार्क्स वेबरकर जो मत रहितला कैपिटलिज्म पर बा जो स्पिरिट ऑफ कैपिटलिज्म पर यह हमर निहायती जानिबा दरकार जदि देखिबा मार्क्स वेबरकर मतरे स्पिरिट ऑफ कैपिटलिज्म कहले कोन बुझाए स्पिरिट ऑफ कैपिटलिज्म मार्क्स वेबरकर कहवा अनुसार यह थिला इंग्रजी रे कहले से कहथिले जे द डिजायर फॉर अनलिमिटेड डिजायर फॉर एक्युमुलेशन ऑफ अनलिमिटेड वेल्थ थ्रू रेशनल मीन्स यार अर्थ है जे जनकर इच्छा रही दरकार जे से किभଳି भाबे असीम धनराशि अधिकारी हो बा संपत्तिर अधिकारी हो किंतु थ्रू रेशनल मीन्स बा जो युक्तियुक्त हमर माध्यम रही ता द्वारा ही हो नुहे जे जने आमे जे देखिबा जने पुंजीवादी भी इच्छा करूछ जे मु किभଳି भाबे अधिक धन उपार्जन करिवि अधिक धन रो अधिकारी हेबि से समय गोटे थीप बा आमे जो चोर को सी भी मध्य चिंता करूछ जे मु भी किभଳି अधिक धन एक्युमुलेट करी बा उपार्जन करी बा एकाठी करी किंतु एहर माने नुआ जे आमे गोटे थीप बा गोटे चोर को कोन आमे कैपिटलिस्ट कहिबा ना पुंजीवादी कहिबा नाही कारण तार जो जिज्ञासा रही धन एकाठी करिवार से जिज्ञासा हमर रेशनल मीन्स ऊपर बेस नुह बा जो युक्तियुक्त सामाजिक समाजर जो युक्तियुक्त पंथा रही रेशनल मीन्स रही माध्यम रही धन उपार्जन से चोर से माध्यम फॉलो करेनी एवं सी चाहिए कि भाव चोरी कर धन अधिक उपार्जन करने तेणु आम के कैपिटलिज्म कहे कैपिटलिस्ट कहबानी कि तार जो स्पिरिट बा तार जो इच्छा रही धन उपार्जन करने ताकू आम गोटे पुंजीवादी इच्छा सहित तुलना करवा भूल हेबो तेणु जहाँ आम कहले जे स्पिरिट ऑफ कैपिटलिज्म होची जेतेबेले गोटे व्यक्ति इर इच्छा थाए जे से किभଳି असीम धन संपत्तिर बा वेल्थ बा संपत्तिर अधिकारी होबो एवं से किभଳି भाबे से धन संपत्तिर अधिकारी होबो थ्रू रेशनल मीन्स जो सामाजिक युक्तियुक्त उपाय अछि ता द्वारा ही से
ହବ। ଏବଂ ମାର୍କସ ୱେବର ଯେତେବେଳେ ଏଇ ଯୋଉ ତର୍ଜମା କରିଥିଲେ ପ୍ରୋଟେଷ୍ଟାଣ୍ଟ ଏଥିକ୍ସ ଆଣ୍ଡ ସ୍ପିରିଟ ଅଫ କ୍ୟାପିଟାଲିଜିମରେ, ସିଏ କହିଥିଲେ ଯେ ବିଶ୍ୱର ବିଭିନ୍ନ ପ୍ରକାରର, ସିଏ ସେତେବେଳେ ଆମର ସମାଲୋଚନା କରିଥିଲେ ଯୋଉ ଆର୍ଥିକ ସମାଜଶାସ୍ତ୍ରର ସ୍କଲାର ମାନଙ୍କୁ। ସବୁବେଳେ ଆମେ ଗୋଟେ କଥା ମନେ ରଖିବା, ଏଇ ଯୋଉ ପେପରରେ ଆମେ ଆଲୋଚନା କରୁଛେ, ଏଇ ଯୋଉ ବିଷୟବସ୍ତୁ ଉପରେ ଆଲୋଚନା କରୁଛେ, ଏଠି ସବୁବେଳେ ଆମର ମନ୍ତବ୍ୟ ରହିବା ଦରକାର କିଭଳି ଭାବରେ ଯୋଉ ଆର୍ଥିକ ସମାଜ ବିଜ୍ଞାନର ଯୋଉ ସ୍କଲାର ମାନେ ରହିଲେ ସେମାନଙ୍କର ମତ ସବୁବେଳେ କିଭଳି ଭାବେ ଯୋଉ ଲିବରାଲ ଇକୋନୋମିଷ୍ଟ ବା ମେନଷ୍ଟ୍ରିମ୍ ଇକୋନୋମିଷ୍ଟ ଆମର ରହିଲେ, ମେନଷ୍ଟ୍ରିମ୍ ଇକୋନୋମିଷ୍ଟ ବା ଯୋଉ ଆମର କ୍ଲାସିକାଲ ଇକୋନୋମିଷ୍ଟ ଯୋଉମାନେ ରହିଲେ ସେମାନଙ୍କର ଯୋଉ ମତଠୁ କିଭଳି ଭାବେ ଭିନ୍ନ। ତ ଆମେ ଯଦି ଦେଖିବା ଏଠି ମାର୍କସ ୱେବର କହିଥିଲେ ଯେ ଯୋଉ କ୍ୟାପିଟାଲିଜିମ୍ ବା ପୁଞ୍ଜିବାଦ ଯୋଉ ରହିଛି, ଏଇ ପୁଞ୍ଜିବାଦ ଖାଲି ଯେ ଗୋଟେ ରେସନାଲ ମିନ୍ସ ଯୋଉ ଇକୋନୋମିଷ୍ଟ ମାନେ କହୁଛନ୍ତି ବା ଅର୍ଥନୀତିଜ୍ଞ ମାନେ ଯୋଉ କହୁଛନ୍ତି, ଅର୍ଥନୀତିର ସ୍କଲାର ମାନେ ଯୋଉ କହୁଛନ୍ତି ରେସନାଲ ମିନ୍ସ ଆଉ ଏଣ୍ଡ ରିଲେସନସିପ, ଏହା ଉପରେ ଆଧାରିତ ନୁହେଁ। ଅନେକ ଗୁଡ଼ିଏ ଯୋଉ ସାମାଜିକ ଅ ମାନେ ଆମର ଯୋଉ ଟ୍ରେଡ୍ସ ରହିଛି ବା ଯୋଉ ବୈଶିଷ୍ଟ୍ୟ ଗୁଡ଼ିକ ରହିଛି, ଯୋଉ ବିଭିନ୍ନ ସାମାଜିକ ବୈଶିଷ୍ଟ୍ୟ, ଏହା ଅନେକ ସମୟରେ ସାହାଯ୍ୟ କରିଥାଏ ଆମର ଯୋଉ ଗୋଟେ ବ୍ୟକ୍ତିକୁ ପୁଞ୍ଜିବାଦୀ କରି ଗଢ଼ି ତୋଳିବାରେ। ଏବଂ ସିଏ ଚାହିଁଥିଲେ କମ୍ପେୟାର କରିବା ପାଇଁ ବା ଯୋଉ ଆମର ଅନେକ ଗୁଡ଼ିଏ ଯୋଉ ଧର୍ମ ରହିଛି ସେଗୁଡ଼ିକ ସେ କମ୍ପେୟାର କରିଥିଲେ ଗୋଟିଏ ଧର୍ମକୁ ଅନ୍ୟ ଧର୍ମ ସହିତ। ଏବଂ ସେ ଯୋଉ ଧର୍ମ ଗୁଡ଼ିକ ଥିଲା ଆମେ ସମସ୍ତେ ଜାଣିଛୁ, ମୁଖ୍ୟତଃ ଆମର ହିନ୍ଦୁଇଜିମ୍ ହେଲା, ପ୍ରୋଟେଷ୍ଟାଣ୍ଟିଜିମ୍ ହେଲା, ତାପରେ ଆମର କନଫ୍ୟୁସିଆଇଜିମ୍ ହେଲା, ଜୁଦାଇଜିମ୍ ହେଲା, ଏଇଭଳି ଯୋଉ ଧର୍ମ ଗୁଡ଼ିକ ରହିଲେ ସେ ଏହା ଉପରେ ଆଲୋଚନା କରିଥିଲେ। ଏବଂ ସେ କହିଥିଲେ ବିଶ୍ୱରେ କେବଳ ଗୋଟିଏ ମାତ୍ର ଧର୍ମ ଅଛି ଯୋଉ ଧର୍ମର ଲୋକମାନଙ୍କର ଯୋଉ ଧର୍ମର ଯୋଉ ପ୍ରିନ୍ସିପଲ୍ସ ରହିଛି ବା ବୈଶିଷ୍ଟ୍ୟ ଗୁଡ଼ିକ ରହିଛି, ସିଏ ଯୋଉ କ୍ୟାପିଟାଲିଷ୍ଟ ସ୍ପିରିଟ ରହିଛି ବା ଯୋଉ ଜଣକୁ ଆମର ପୁଞ୍ଜିବାଦୀ କରି ଗଢ଼ି ତୋଳିବାର ଯୋଉ ଆମର ବୈଶିଷ୍ଟ୍ୟ ଗୁଡ଼ିକ ଆବଶ୍ୟକ ବା ଯୋଉ ଆମର କାରଣ ଗୁଡ଼ିକ ଜରୁରୀ, ସେହି ଧର୍ମରେ ହିଁ କେବଳ ସେହି କାରଣ ଗୁଡ଼ିକୁ ଯୁକ୍ତିଯୁକ୍ତ ଭାବେ ଉପସ୍ଥାପନ କରାଯାଇଛି। ଏବଂ ସେ ଧର୍ମଟି ଥିଲା ପ୍ରୋଟେଷ୍ଟାଣ୍ଟିଜିମ୍। ଏବଂ ସିଏ କହିଥିଲେ ଯେ ପ୍ରୋଟେଷ୍ଟାଣ୍ଟିଜିମ୍ ତାଙ୍କର ଯୋଉ ଆନାଲିସିସ୍ ଥିଲା ବା ଯୋଉ ତର୍ଜମା ଥିଲା ୱେବରଙ୍କର, ସିଏ ସେଠାରେ କାଲଭିନିଜିମ୍ ବୋଲି ଗୋଟେ ଯୋଉ ଆମର ଜାଣିଛନ୍ତି କାଲଭିନଙ୍କର ଯୋଉ କନସେପ୍ଟ ଗୁଡ଼ିକ ୟୁଜ୍ କରିଥିଲେ ବା ଯୋଉ ଆପ୍ରୋଚ୍ ୟୁଜ୍ କରିଥିଲେ, ଯେ କିଭଳି ଭାବେ କର୍ମ ହିଁ ଭଗବାନ, ଆଉ ଯିଏ ଅଧିକ କର୍ମ କରେ ସିଏ କିଭଳି ଭାବେ ଭଗବାନଙ୍କର ଅତି ନିକଟତର ହୋଇପାରେ। ଏବଂ କର୍ମ କରିବା, ଅଧିକ ଧନ ଉପାର୍ଜନ କରିବା, ଏହା କିଭଳି ମାନେ ଭଗବାନଙ୍କ ପାଖକୁ ସେ ଯୋଉ ପୁଞ୍ଜିବାଦୀ ରହିଲା ତାକୁ କିଭଳି ଭଗବାନଙ୍କ ନିକଟତର କରାଇଥାଏ। ଏବଂ ଅନ୍ୟ କେତେ ଗୁଡ଼ିଏ ଯୋଉ ପ୍ରିନ୍ସିପଲ ରହିଲା ସେ ଯୋଉ ପ୍ରୋଟେଷ୍ଟାଣ୍ଟିଜିମର, ସେଇ ଯୋଉ ପ୍ରିନ୍ସିପଲ ଗୁଡ଼ିକ ମଧ୍ୟରେ ହେଲା ଆମର ଯୋଉ ଆଭଏଡାନ୍ସ ଟୁ ଆଲକୋହଲିଜିମ୍ ବା ଯୋଉ ଆମର ଆଲକୋହଲ କନଜମ୍ପସନ ବା ଉପଭୋଗ, ଯୋଉ ସୁରାପାନ କରନ୍ତି, ମଦ୍ୟପାନ କରନ୍ତି, ତାକୁ କିଭଳି ଆଭଏଡ କରିବା ଦରକାର। ଆମର ଯେମିତି କେତେ ଗୁଡ଼ିଏ ଆଉ ଗୋଟେ ପ୍ରିନ୍ସିପଲ ଥିଲା କିଭଳି ଭାବେ ଡିଟେଲ ଆକାଉଣ୍ଟିଂ ବା କିଭଳି ହିସାବ ରଖିବା ଜରୁରୀ, ଏଇସବୁ କେତେ ଗୁଡ଼ିଏ ପ୍ରିନ୍ସିପଲ ଉପରେ ସେ ଆଲୋଚନା କରିଥିଲେ। ଏବଂ ସେ କହିଥିଲେ ଯେ କିଭଳି ଭାବେ ଯୋଉ ଧର୍ମ ଆମର ରହିଲା ପ୍ରୋଟେଷ୍ଟାଣ୍ଟିଜିମ୍, ଏହା କିଭଳି ଏହା ଗୋଟେ ସାମାଜିକ ଆସ୍ପେକ୍ଟ ବା ଯୋଉ ସୋସିଆଲ ଆସ୍ପେକ୍ଟ ଆମେ କହୁ, କ୍ଷମା କରିବେ, ଏଇ ସୋସିଆଲ ଆସ୍ପେକ୍ଟ ଯୋଉ ରହିଲା କିଭଳି ଭାବେ ଗୋଟିଏ ଆର୍ଥିକ ଯୋଉ ଆମର ବ୍ୟବହାର ରହିଛି ବା ଇକୋନୋମିକ ବିହେଭିୟର ରହିଛି, ଏହା କିଭଳି ଭାବେ ଏହାକୁ ପ୍ରଭାବିତ କରିଥାଏ, ୱେବରଙ୍କର ଏହି ତର୍ଜମା ବା ଆଲୋଚନାରେ ଆମେ ଜାଣିବାକୁ ପାଇଛେ। କିନ୍ତୁ ଏହା ନୁହେଁ ଯେ ୱେବର ଯାହା କହିଥିଲେ ତାକୁ କେହି ଖଣ୍ଡନ କରିନାହାନ୍ତି। ଅନେକାଂଶରେ ଆମେ ପୂର୍ବରୁ ମଧ୍ୟ ମୁଁ କହିଥିଲି କିଭଳି ଭାବେ ଭାରତ କ୍ଷେତ୍ରରେ ଯୋଉ ଆମର ୱେବର କହିଥିଲେ ହିନ୍ଦୁଇଜିମର ଯୋଉ ଆମର ଧାର୍ମିକ ଯୋଉ ପ୍ରିନ୍ସିପଲ୍ସ ରହିଛି ବା ଯୋଉ ନିୟମାବଳୀ ରହିଛି, ସେ ଯୋଉ ଧର୍ମର ଯୋଉ ନିୟମାବଳୀ ରହିଛି ହିନ୍ଦୁ ଧର୍ମର, ସେ ନିୟମାବଳୀ ଗୁଡ଼ିକ କିଭଳି ଭାବରେ ଆମର ପୁଞ୍ଜିବାଦକୁ ପ୍ରମୋଟ କରୁନି ସେ କହିଥିଲେ। କିନ୍ତୁ ଯଦି ଦେଖାଯାଏ ଆମର ଯୋଉ କିଛି ସ୍କଲାର ମାନେ କାମ କରୁଛନ୍ତି ମାରୁଆଡିଜ ମାନଙ୍କ ଉପରେ, କିଭଳି ଭାବେ ସେମାନେ ମଧ୍ୟ ଆର୍ଥିକ କ୍ଷେତ୍ରରେ ଏତେ ପ୍ରଗତିଶୀଳ ହୋଇପାରିଛନ୍ତି, କିଭଳି ଭାବେ ଆମର ଯୋଉ ଦକ୍ଷିଣ ଭାରତର କେତେ ଗୁଡ଼ିଏ କମ୍ୟୁନିଟି ରହିଲେ ବା ସମ୍ପ୍ରଦାୟ ରହିଲେ, ଯେଭଳି ଭାବେ ଆମେ ଦେଖିଛେ ଚେଟିଆର୍ସ, ନାଡାର୍ସ ଉଦାହରଣ ସ୍ୱରୂପ ଆମର ଯୋଉ ଶିବ ନାଡାର୍ସ ଗ୍ରୁପ ଅଫ କମ୍ପାନୀ ଆମେ ସମସ୍ତେ ଜାଣିଛେ, HCL ଯୋଉ ଆମର କମ୍ପାନୀ ଅଛି, ସେଇ ଯୋଉ ସମ୍ପ୍ରଦାୟ ଗୁଡ଼ିକ ରହିଲେ ସେମାନେ ମଧ୍ୟ ତାଙ୍କର କହିବା ଅନୁଯାୟୀ, ସ୍କଲାର ମାନଙ୍କର କହିବା ଅନୁଯାୟୀ ଯେ ସେମାନେ ମଧ୍ୟ ହିନ୍ଦୁ ଧର୍ମ ବା ହିନ୍ଦୁ ଧର୍ମ ସମ୍ପ୍ରଦାୟର, କିନ୍ତୁ କିଭଳି ଭାବେ ସେମାନେ ଆର୍ଥିକ କ୍ଷେତ୍ରରେ ଏତେ ପ୍ରଗତି କରିପାରିଛନ୍ତି। ତେଣୁ ସେମାନେ ମଧ୍ୟ ଯୋଉ ୱେବରଙ୍କର ଯୁକ୍ତି ଥିଲା ତାକୁ ଖଣ୍ଡନ କରିଥିଲେ। ଏବଂ କିଛି ସ୍କଲାର ମଧ୍ୟ ଯୋଉ ଚାଇନାର ଆମର
କନଫ୍ୟୁସିଆଜିମ୍ ଉପରେ ଚୀନର ଯେଉଁ କନଫ୍ୟୁସିଆଜିମ୍ ଉପରେ ମଧ୍ୟ କାମ କରି କହିଛନ୍ତି ଯେ ତାଙ୍କର ଧର୍ମ ସେମାନେ କନଫ୍ୟୁସିଆଜିମ୍କୁ ଫଲୋ କରିବା ମାନି ମଧ୍ୟ ତାଙ୍କର ଯେଉଁ ଧର୍ମର ନିୟମାବଳୀ ରହିଛି ତାକୁ ମାନି ମଧ୍ୟ ସେମାନେ କିଭଳି ଭାବେ ଆର୍ଥିକ କ୍ଷେତ୍ରରେ ଏତେ ପ୍ରଗତିଶୀଳ ହୋଇପାରିଛନ୍ତି। ଏବଂ ଏହାପରେ ମଧ୍ୟ ଆମର ଆଲୋଚନା କରିଥିଲେ ଆହୁରି କେତେ ଜଣ ସ୍କଲାର ଥିଲେ ଯେଉଁମାନେ ଯେଉଁ ଜାପାନର ସାମୁରାଇ ସମ୍ପ୍ରଦାୟ ଅଛନ୍ତି ସେମାନଙ୍କର ଯେଉଁ ଆମର ଉଦାହରଣକୁ ଉପସ୍ଥାପନ କରିଥିଲେ ୱେବରଙ୍କ ଯୁକ୍ତିକୁ ଖଣ୍ଡନ କରିବା ପାଇଁ ଯେ କିଭଳି ସାମୁରାଇ ସମ୍ପ୍ରଦାୟର ଯେଉଁ ଆମର ଧାର୍ମିକ ନିୟମାବଳୀ ରହିଛି ତାଙ୍କର ସେ ନିୟମାବଳୀ ପାଳନ କରି ମଧ୍ୟ ଯେଉଁ ସାମୁରାଇ ସମ୍ପ୍ରଦାୟ ଅଛନ୍ତି ସେମାନେ କିଭଳି ଭାବେ ଅର୍ଥନୀତିର ଯେଉଁ ସିଢ଼ିରେ ଅନେକ ଗୁଡ଼ିଏ ପାହାଚ ଚଢ଼ି ଆଗେଇ ଯାଇଛନ୍ତି। ଏହାପରେ ଆମେ ଦେଖିବା ଯେ ଯେଉଁ ଆମର ନକାରାତ୍ମକ ଯେଉଁ କନସିକ୍ୱେନ୍ସେସ୍ ରହିଛି ବା ଯେଉଁ ଆମର ରହିଲା ପୁଞ୍ଜିବାଦର ଯେଉଁ ନକାରାତ୍ମକ ଫଳାଫଳ ଗୁଡ଼ିକ ରହିଛି ଆମେ ଯଦି ଦେଖିବା ଯେ ଯଦିଓ ଗୋଟିଏ ପୁଞ୍ଜିବାଦୀ ସଂସ୍ଥା ବା ଗୋଟେ ପୁଞ୍ଜିବାଦୀ ଅର୍ଗାନାଇଜେସନ୍ ଯେଉଁ ଆମର ରହିଲା ବା ଗୋଟେ ଇଣ୍ଡଷ୍ଟ୍ରି ହେଲା ଗୋଟେ କାରଖାନା ହେଲା କିମ୍ବା ଗୋଟେ ଫ୍ୟାକ୍ଟ୍ରି ହେଲା ଯଦିଓ ସମସ୍ତେ ନିଜର ଶ୍ରମ ଦେଇଥାନ୍ତି ଗୋଟିଏ ଆମେ ଜାଣୁ ଯେଉଁ ଉତ୍ପାଦନ କରିବାରେ ଆଉ ପ୍ରଫିଟ୍ ମେକିଂ ବା ଯେଉଁ ଆମକୁ ଲାଭ ଯେତେବେଳେ ଉପାର୍ଜନ କରିବାରେ ସମସ୍ତଙ୍କର ଶ୍ରମର ଯୋଗଦାନ ଥାଏ କିନ୍ତୁ ଯେତେବେଳେ ଲାଭ ବଣ୍ଟନର ସମୟ ଆସେ କେବଳ ଯେଉଁ ପୁଞ୍ଜିବାଦୀ ରହିଲେ ସେଇମାନେ ହିଁ ଲାଭ ଅଂଶଟିକୁ ଗ୍ରହଣ କରିଥାନ୍ତି ଏବଂ ବହୁତ କମ୍ କ୍ଷେତ୍ରରେ ଦେଖାଯାଏ ଦେଖାଯାଏ ଯେ କୌଣସି ପୁଞ୍ଜିପତି ତାଙ୍କର ଲାଭାଂଶରୁ କିଛି ଆମର ଯେଉଁ ଅଂଶ ତାଙ୍କର ଯେଉଁ ଶ୍ରମିକମାନେ ରହିଲେ ତାଙ୍କ ପାଇଁ ବାଣ୍ଟିଥାନ୍ତି। କିନ୍ତୁ ଯଦି ଦେଖାଯାଏ ମାର୍କ୍ସଙ୍କର କହିବା ଅନୁଯାୟୀ ଯେ ଏଇ ଯେଉଁଠି ଗୋଟେ ଲାଭ ଉପାର୍ଜନ ପାଇଁ ସମସ୍ତେ ଶ୍ରମଦାନ କରୁଛନ୍ତି ସମାନ ଭାବରେ କିନ୍ତୁ ଯେଉଁ ଲାଭ ଉପାର୍ଜିତ ଲାଭକୁ ଯେତେବେଳେ ବଣ୍ଟନ କରିବା ଆସୁଛି ଏହାକୁ ଯେତେବେଳେ ଜଣେ ପୁଞ୍ଜିବାଦୀ ନେଇଯାଉଛି ଏହି କାରଣ ପାଇଁ ଅନେକ ସମୟରେ ଆମର ଯେଉଁ କୁହାଯାଏ ଅସନ୍ତୁଷ୍ଟ ନିଜର ଅସନ୍ତୋଷ ବ୍ୟକ୍ତ କରିଥାନ୍ତି ଆମର ଯେଉଁ ୱାର୍କର ମାନେ ରହିଲେ ବା ଶ୍ରମିକ ମାନେ ରହିଲେ ଏବଂ ଏଇଥିରୁ ହିଁ ଜନ୍ମ ନେଇଥାଏ ଆମର ଯେଉଁ ବିପ୍ଳବର ଚିନ୍ତାଧାରା। ଏବଂ ତାଙ୍କର କହିବା ଅନୁଯାୟୀ ଯେ କିଛି ବ୍ୟକ୍ତି ହିଁ ଯେଉଁ ଧନିକ ଶ୍ରେଣୀ ବା ଧନୀ ଦିନକୁ ଦିନ ଧନୀ ହୋଇଯାଇଥାନ୍ତି ଏବଂ କିଛି ବ୍ୟକ୍ତି ଯେଉଁମାନେ ଶ୍ରମିକ ଥିଲେ 10 ବର୍ଷ ଆଗରୁ କି 15 ବର୍ଷ ଆଗରୁ ସେମାନେ ସବୁଦିନ ପାଇଁ ସେଇଭଳି ଶ୍ରମିକ ହୋଇ କାମ କରିଥାନ୍ତି। ଏଠାରେ ଯେଉଁ ସମାନତା ବା ଇକ୍ୱାଲିଟି ଯେଉଁ ଗ୍ରୋଥର ଇକ୍ୱାଲିଟି ବା ଯେଉଁ ବିକାଶର ଯେଉଁ ସମାନତା ରହିବା କଥା ଏହା ରହିନଥାଏ ଏବଂ ସେ ତାଙ୍କର କହିବା ଅନୁଯାୟୀ ଯେଉଁ ଆମର ଲେବର ଲଜ୍ ରହିଲା ଯେହେତୁ ଆମର ଶ୍ରମିକମାନଙ୍କ ପାଇଁ କୌଣସି ଆଇନ ନାହିଁ ସେମାନଙ୍କର ଯେଉଁ ରାଇଟ୍ ରହିଲା ତାକୁ ପ୍ରୋଟେକ୍ଟ କରିବା ପାଇଁ ବା ତାକୁ ଶ୍ରମିକମାନଙ୍କୁ ତାଙ୍କର ଦେୟ ପ୍ରଦାନ କରିବା ପାଇଁ କୌଣସି ଆମର ଏଭଳି ମେକାନିଜିମ୍ ନାହିଁ ଯାହା ଦ୍ୱାରା ସେମାନେ ଅସନ୍ତୁଷ୍ଟ ହୋଇଥାନ୍ତି। ଏବଂ ମୁଖ୍ୟତଃ ଭାବରେ ଯଦି ଦେଖାହେଲା ଯେଉଁ ଆମର କୁହାଯାଏ ଅନଇକ୍ୱାଲ୍ ଡିଷ୍ଟ୍ରିବ୍ୟୁସନ୍ ଅଫ୍ ୱେଲ୍ଥ ଯେଉଁ ଅସମାନତା ଭାବରେ ଯେଉଁ ସମ୍ପତ୍ତିର ଯେଉଁ ବଣ୍ଟନ କରାଯାଇଥାଏ ତେଣୁ ଏଇଥିପାଇଁ ମୁଖ୍ୟତଃ ଭାବେ ଯେଉଁ ୱାର୍କିଂ କ୍ଲାସ୍ ରହିଲେ ସେମାନେ ଅସନ୍ତୋଷ ବ୍ୟକ୍ତ କରିଥାନ୍ତି। ଏହାପରେ ଆମେ ଦେଖିବା ଯେ ଯେଉଁ କ୍ୟାପିଟାଲିଜିମ୍କୁ ନେଇ ଯେଉଁ ଆଲୋଚନା ହେଇଛି ମୁଖ୍ୟତଃ ଏଇ କ୍ୟାପିଟାଲିଜିମ୍କୁ ନେଇ ଯେଉଁ ଆଲୋଚନା ହେଇଛି ଆମେ ଯଦି ଦେଖିବା ଆମର ବିଶ୍ୱ ସ୍ତରରେ ଗୋଟେ ହେଉଛି ବ୍ରେନର ଡିବେଟ୍। ଆମେ ସମସ୍ତେ ଜାଣୁ ଏହା ବହୁତ ପପୁଲାର ଏବଂ ଏହା ଲୋକପ୍ରିୟ ଡିବେଟ୍ ଯେଉଁଥିରେ ଆମର ରବର୍ଟ ବ୍ରେନର ଗୋଟେ ଡିବେଟ୍ ଷ୍ଟାର୍ଟ କରିଥିଲେ ଯେ କ୍ୟାପିଟାଲିଜିମ୍ ବା ଯେଉଁ ପୁଞ୍ଜିବାଦ କିଭଳି ଭାବେ ବ୍ରିଟେନରୁ ଆରମ୍ଭ ହୋଇଥିଲା ଏବଂ ଏହି ଡିବେଟ୍ର ଅନ୍ୟ କିଛି ଯେଉଁ ସ୍କଲାର ମାନେ ଥିଲେ ସେମାନେ ମଧ୍ୟ ଏହାକୁ ପରେ ଏକ୍ସଟେଣ୍ଡ କରିଥିଲେ ଏବଂ ଯୋଗ ଦେଇଥିଲେ ଏବଂ ସେମାନେ ହେଉଛନ୍ତି ମାରିଓ ଡବ୍ ଆଣ୍ଡ ପଲ୍ ସୁଇଚି। ଆମର ଯେଉଁମାନେ ଅର୍ଥନୀତିରେ ଏଇ ଯେଉଁ ଥିଓରିଷ୍ଟ ମାନେ ବହୁତ ଲୋକପ୍ରିୟ ଏବଂ ଆମେ ଯଦି ଦେଖିବା ଡବ୍ ସୁଇଚି ଡିବେଟ୍ରେ ମଧ୍ୟ ସେମାନେ ମଧ୍ୟ ଅତି ଡିଟେଲରେ ବା ପୁଙ୍ଖାନୁପୁଙ୍ଖ ଭାବେ ଆଲୋଚନା କରିଥିଲେ ଆମର ଯେଉଁ କ୍ୟାପିଟାଲିଷ୍ଟ ଟ୍ରାନ୍ସଫର୍ମେସନ୍ ରହିଛି ବା ଯେଉଁ ପୁଞ୍ଜିବାଦ ସମାଜର ଯେଉଁ ପରିବର୍ତ୍ତନ ରହିଛି ଆମର ବ୍ରିଟେନରେ ହେଇଥିଲା ତାକୁ ନେଇ ଆଲୋଚନା ହେଇଥିଲା। ଏବଂ ଯଦି ଆମେ ଦେଖିବା ଇଣ୍ଡିଆ ବା ଆମର ଭାରତ କ୍ଷେତ୍ରରେ ଯେଉଁ
କ୍ୟାପିଟାଲିଜିମ୍ କୁ ଯୋଉ ନେଇ ଆଲୋଚନା ହେଇଥିଲା ଆମର ମୋଡ୍ ଅଫ୍ ପ୍ରୋଡକ୍ସନ୍ ଡିବେଟ୍, ଏହା ବିଷୟରେ ବିସ୍ତୃତ ଭାବରେ ଆମେ ଆଲୋଚନା କରିଥିଲେ ପୂର୍ବ କ୍ଲାସରେ। କିଭଳି ଭାବେ ଗୋଟିଏ ଗ୍ରୁପ ଅଫ୍ ସ୍କଲାର କହିଲେ ଯେ ଭାରତର କୃଷି ବ୍ୟବସ୍ଥା ହେଉଛି କ୍ୟାପିଟାଲିଷ୍ଟ ଏଗ୍ରିକଲଚର ବା ପୁଞ୍ଜିବାଦୀ କୃଷି ବ୍ୟବସ୍ଥା। ଆଉ ଦଳେ ଆଉ ଗୋଟିଏ ଗ୍ରୁପର ସ୍କଲାର ମାନେ ସେମାନେ କିଭଳି ଭାବରେ କହିଲେ ନା ଏହା ହେଉଛି ଗୋଟେ ସେମି ଫ୍ୟୁଡାଲ ସେମି ଫ୍ୟୁଡାଲ ମୋଡ୍ ଅଫ୍ ପ୍ରୋଡକ୍ସନ୍ ବା ଯୋଉ ଆମର ସେମି ଫ୍ୟୁଡାଲ ଏଗ୍ରିକଲଚର। ଏବଂ ଆଉ ଜଣେ ଯୋଉ ଗ୍ରୁପ ରହିଲେ ନାଇଁ ଆଉ ଯୋଉ ଅନ୍ୟ ଜଣେ ତୃତୀୟ ଗ୍ରୁପ ଯୋଉ ରହିଲେ ବା ଗୋଷ୍ଠୀ ରହିଲେ ସ୍କଲାର ମାନେ, ସେମାନେ ଦୁଇ ଗ୍ରୁପର ଯୁକ୍ତିକୁ ଖଣ୍ଡନ କରି କହିଥିଲେ ଯେ ନାଇଁ ଆମର ଯୋଉ ମୋଡ୍ ଅଫ୍ ପ୍ରୋଡକ୍ସନ୍ ରହିଛି ଭାରତରେ ଏହା ମୁଖ୍ୟତଃ କଲୋନିଆଲ ମୋଡ୍ ଅଫ୍ ପ୍ରୋଡକ୍ସନ୍। କିନ୍ତୁ ଯଦି ଦେଖିବା ଆଲିସ୍ ଥର୍ନର ଯିଏ ଆକ୍ଚୁଆଲି ତିନୋଟି ଯୁକ୍ତି ବା ତିନୋଟି ଗ୍ରୁପର ଯୋଉ ଯୁକ୍ତିକୁ ଥିଲା ଆଲୋଚନା କରି ସିଏ କହିଲେ ଯେ ଯଦି ଦେଖାଯାଏ ଭାରତର ଯୋଉ ଜିଓଗ୍ରାଫିକାଲ ଡାଇଭରସିଟି ରହିଛି, ଆମର ଯୋଉ ଭୌଗୋଳିକ ବିଭିନ୍ନତା ରହିଛି ଏବଂ ସାଂସ୍କୃତିକ ବିଭିନ୍ନତା ରହିଛି ବା କଲଚରାଲ ଡାଇଭରସିଟି ରହିଛି, ଏଥିପାଇଁ ଯୋଉ କୃଷି ବ୍ୟବସ୍ଥା ରହିଛି ଏହା ସବୁ ଗୋଟିଏ ଜାଗାରୁ ଅନ୍ୟ ଜାଗାକୁ ନେଇ ପରିବର୍ତ୍ତିତ ହୋଇଥାଏ। ତେଣୁ ଆମେ ଗୋଟିଏ ଯୋଉ ଇଂରାଜୀରେ ଗୋଟେ କଥା ଅଛି ଯେ ୱାନ୍ ଜ୍ୟାକେଟ୍ ଫିଟ୍ ଫର୍ ଅଲ୍ ବା ସମସ୍ତଙ୍କ ପାଇଁ ଗୋଟିଏ ଜ୍ୟାକେଟ୍, ଏହା ଏଇ ଯୋଉ ଯୁକ୍ତି ସତ୍ୟ ନୁହେଁ। ତେଣୁ ଭାରତର ଯୋଉ ମୋଡ୍ ଅଫ୍ ପ୍ରଡକ୍ସନ୍ ରହିଛି, ଯଦି ଆମେ ଗୋଟିଏ ରାଜ୍ୟକୁ ଯିବା ଯଦି ସେଠି କ୍ୟାପିଟାଲିଷ୍ଟ ଅଛି, ଏହାର ମାନେ ନୁହେଁ ଯେ ପୁରା ଦେଶର ମୋଡ୍ ଅଫ୍ ପ୍ରଡକ୍ସନ୍ କ୍ୟାପିଟାଲିଷ୍ଟ। ଅନେକ ସମୟରେ ଯୋଉ ପାଖ ପଡ଼ୋଶୀ ରାଜ୍ୟ ମଧ୍ୟ କ୍ୟାପିଟାଲିଷ୍ଟ ନ ହେଇପାରେ। ଉଦାହରଣ ସ୍ୱରୂପ ଆମର ଯୋଉଭଳି ଆନ୍ଧ୍ରପ୍ରଦେଶ ଭଳି ରାଜ୍ୟ, ଯଦି ସେଠି କ୍ୟାପିଟାଲିଷ୍ଟ ଏଗ୍ରିକଲଚର ହେଲା, ଯୋଉ ସ୍କଲାର ମାନେ ଯୋଉମାନେ ମୋଡ୍ ଅଫ୍ ପ୍ରଡକ୍ସନ୍ ଡିବେଟରେ କାମ କରିଥିଲେ, ଯୋଉଭଳି ଓଡ଼ିଶା କ୍ଷେତ୍ରରେ ଆର୍.ଏସ୍. ରାଓ, ଯଦିଓ ଆନ୍ଧ୍ର ଆମର ପଡ଼ୋଶୀ ରାଜ୍ୟ କିନ୍ତୁ ଆମର ଓଡ଼ିଶାର ମୋଡ୍ ଅଫ୍ ପ୍ରଡକ୍ସନ୍ ଆର୍.ଏସ୍. ରାଓ କହିଥିଲେ ଯେ ଏହା ଏକ ସେମି ଫ୍ୟୁଡାଲ ମୋଡ୍ ଅଫ୍ ପ୍ରଡକ୍ସନ୍। ତେଣୁ ଏ ଯୋଉ ଯୁକ୍ତି ରହିଛି କ୍ୟାପିଟାଲିଜିମକୁ ନେଇ ବା ଯୋଉ ଡିବେଟ୍ ରହିଛି, ଯୋଉ ଆଲୋଚନା ରହିଛି, ଏହା ଏଇଠି ସରିଯାଇ ନଥିଲା। ଏ ଯୋଉ ଇଣ୍ଡିଆନ୍ ମୋଡ୍ ଅଫ୍ ପ୍ରଡକ୍ସନ୍ ଡିବେଟ୍ ଯୋଉ ହେଇଥିଲା 1990 ମସିହାରେ ଶେଷ ହେଇଯାଇଥିଲା, ତାହା ବର୍ତ୍ତମାନ ପୁଣି ଆଉଥରେ 2011 ମସିହାରେ ପୁଣି ରିଭାଇଜ୍ ହେଇଛି ଏବଂ କେତେ ଗୁଡ଼ିଏ ସ୍କଲାର ଯୋଉଭଳି ଆମେ ଦେଖିବା ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟର ବାର୍ବରା ହାରିସ୍ ହ୍ୱାଇଟ୍, SOAS ବା ସ୍କୁଲ ଅଫ୍ ଓରିଏଣ୍ଟାଲ ଆଣ୍ଡ ଆଫ୍ରିକାନ ଷ୍ଟଡିଜ୍, ଲଣ୍ଡନ ୟୁନିଭର୍ସିଟିର ସ୍କଲାର ଅଛନ୍ତି ଜେନ୍ସ ଲେର୍ଚେ, ଆମର ହାରୁନ ଆକ୍ରମ ଲୋଧି ଏବଂ ହେନରୀ ବରନଷ୍ଟାଇନ, ଉତ୍ସାହ ପଟ୍ଟନାୟକ, ଏଇଭଳି କେତେ ଗୁଡ଼ିଏ ସ୍କଲାର ଯୋଉମାନେ ରହିଲେ, ସେମାନେ ପୁଣି ଥରେ ତାଙ୍କର ଯୋଉ ଚେଷ୍ଟା ଆରମ୍ଭ କରିଛନ୍ତି 2011 ମସିହାରୁ। ବର୍ତ୍ତମାନ ମଧ୍ୟ ଏହା ଉପରେ ଆଲୋଚନା ଚାଲିଛି, ଡିବେଟ୍ ଚାଲିଛି ଏବଂ ସେଇ ଯୋଉ ନୂଆ ଡିବେଟ୍ଟି ଆସିଛି ତାର ଯଦି ଦେଖିବା ମୁଖ୍ୟ ବିଷୟବସ୍ତୁ ହେଉଛି ଆଗ୍ରାରିଆନ୍ ଟ୍ରାନଜିସନ୍। ଏବଂ ଏଇ ଆଗ୍ରାରିଆନ୍ ଟ୍ରାନଜିସନ୍ ଡିବେଟ୍ରେ ମୁଖ୍ୟତଃ ଆଲୋଚନା ଚାଲିଛି କିଭଳି ଭାବେ ଯୋଉ ପୁଞ୍ଜିବାଦର ସମ୍ପ୍ରସାରଣ ହେଇଥିଲା, ଯୋଉ ଏକ୍ସପାନସନ୍ ହେଇଥିଲା ଆମର କ୍ୟାପିଟାଲିଜିମର, ଯାହା ଗ୍ରୀନ୍ ରିଭଲ୍ୟୁସନ୍ ଟାଇମରୁ ଆରମ୍ଭ ହୋଇ ଆମର ଗ୍ଲୋବାଲାଇଜେସନ୍ ଯାହା ଜଗତୀକରଣ ଠୁ ଯେତେବେଳେ ପୁଣି ନୂଆ ଭାବରେ ଆମେ ଯୋଉ ନିଓ ଲିବରାଲିଜିମ୍ କନସେପ୍ଟ ଆସିଲା, ତାକୁ ନେଇ ଆମେ ଯୋଉଭଳି ଭାବେ କ୍ୟାପିଟାଲିଜିମ୍ ବା ଯୋଉ କ୍ୟାପିଟାଲିଷ୍ଟ ଏଗ୍ରିକଲଚର ଭାରତରେ ପ୍ରବେଶ କରିଥିଲା, ତାର ପ୍ରଭାବ ଉପରେ ଆଲୋଚନା ଚାଲିଛି। ଏବଂ ଏଇ ପ୍ରଭାବ ଉପରେ ଯୋଉ ଆଲୋଚନା ଚାଲିଛି, ଏହାର ମୁଖ୍ୟ ବିଷୟବସ୍ତୁ ହେଲା ଯେ ପୁଞ୍ଜିବାଦ ଆସିବା ଦ୍ୱାରା ଯୋଉ ଭାରତର କୃଷି ଉପରେ କି ପ୍ରଭାବ ପଡ଼ିଛି ଏବଂ କୃଷକମାନଙ୍କ ଉପରେ କି ପ୍ରଭାବ ପଡ଼ିଛି। ମୁଖ୍ୟତଃ ଭାବରେ ଯଦି କ୍ଷୁଦ୍ର ଚାଷୀ ଦେଖିବା ଏବଂ ବଡ଼ ଚାଷୀ ଦେଖିବା, ତେଣୁ ଏହି ବିଷୟରେ ଆଲୋଚନା ଚାଲିଛି। ଯଦିଓ ଏଇ ଯୋଉ ଆଲୋଚନା ଚାଲିଛି, ଏହା କୌଣସି ଏକ ମୀମାଂସିତ ପର୍ଯ୍ୟାୟରେ ବା ଯୋଉ କନକ୍ଲୁଜନରେ ପହଞ୍ଚିନି, କିନ୍ତୁ ବର୍ତ୍ତମାନ ମଧ୍ୟ ଏ ଯୋଉ କ୍ୟାପିଟାଲିଜିମ୍ ବା ଭାରତର ଯୋଉ ଆମର କୃଷିରେ ଆମର ଯୋଉ ପୁଞ୍ଜିବାଦ ରହିଛି, ପୁଞ୍ଜିବାଦୀ ପନ୍ଥା ଉତ୍ପାଦନର ପନ୍ଥାକୁ ନେଇ ଆଲୋଚନା ଏବେ ମଧ୍ୟ ଜାରି ରହିଛି। ବର୍ତ୍ତମାନ ଆମେ ଆଲୋଚନା କରିବା ସୋସିଆଲିଜିମ୍ ଉପରେ। ସୋସିଆଲିଜିମ୍ ବା ସମାଜବାଦ ଆମେ ଯାହାକୁ କହୁ, ଆମେ ଯଦି ଦେଖିବା ସମାଜବାଦର ମୂଳ ମନ୍ତ୍ର ହେଲା ଯେ ଏଠାରେ ଯୋଉ ଆମର ଓନରସିପ୍ ରହିଛି, ମୁଖ୍ୟତଃ ଭାବରେ ଯୋଉ ପ୍ରାଇଭେଟ ଓନରସିପ୍ ଆମର କ୍ୟାପିଟାଲିଷ୍ଟ ସିଷ୍ଟମରେ ଥିଲା, ବା ଯୋଉ ପୁଞ୍ଜିବାଦୀ ସମାଜରେ ଆମର ଯେତେବେଳେ ଗୋଟେ ମାଲିକାନା ଯୋଉ କୁହାଯାଏ, ଜମି ହେଲା ଯୋଉ ମିନ୍ସ ଅଫ ପ୍ରଡକ୍ସନ ବା ଉତ୍ପାଦନର ଯୋଉ ମାଧ୍ୟମ ଗୁଡ଼ିକ ଥିଲା, ଜମି ହଉ କିମ୍ବା ଅର୍ଥରାଶି ହଉ କିମ୍ବା ଯନ୍ତ୍ରପାତି ହଉ, ଏଇ ଯୋଉ ନ୍ୟାଚୁରାଲ ରିସୋର୍ସେସ୍ ଆମର ହେଲା, ଜଙ୍ଗଲଠୁ ଆରମ୍ଭ କରି ଯେତେ ଗୁଡ଼ିଏ ନ୍ୟାଚୁରାଲ ରିସୋର୍ସେସ୍ ରହିଲା, ଏଇ ଗୁଡ଼ିକର ଯୋଉ ମାଲିକାନା ଥିଲା, ଏହା ପ୍ରଥମେ ତ ଗୋଟେ ପୁଞ୍ଜିବାଦୀ ମାନଙ୍କ ପାଖରେ ଥିଲା। କିନ୍ତୁ ସୋସିଆଲିଜିମରେ କହିବା ଅନୁଯାୟୀ ଯେ
ବା ଯେଉଁ ସମାଜବାଦର ସମାଜବାଦୀ ଯେଉଁ ସମାଜର ମୁଖ୍ୟତଃ ବୈଶିଷ୍ଟ୍ୟ ହେଲା ଯେ ଏଥିରେ ଏହାର ମାଲିକାନା ପବ୍ଲିକ ବା ଲୋକମାନଙ୍କ ପାଖରେ ରଖାଯାଇଥାଏ ବା ଷ୍ଟେଟ୍ ପାଖରେ ରଖାଯାଇଥାଏ। ତେଣୁ ଏଥିରେ ଏହାର ଯେଉଁ ମୁଖ୍ୟ ଲକ୍ଷ୍ୟ ହେଲା ବା ଗୋଟେ ସୋସିଆଲିଷ୍ଟ ସୋସାଇଟି ବା ଯେଉଁ ଆମର ସମାଜବାଦୀ ସମାଜର ମୁଖ୍ୟ ଲକ୍ଷ୍ୟ ହେଲା ଯେ ଗୋଟେ ଏଭଳି ସମାଜ ଗଢ଼ି ତୋଳିବା ଯେଉଁଠାରେ କି ଲିବର୍ଟି, ଇକ୍ୱାଲିଟି ଏବଂ ଫ୍ରାଟର୍ନିଟି, ସୋସିଆଲ ଜଷ୍ଟିସ୍, କ୍ଲାସଲେସନେସ୍, କୋଅପରେସନ୍, ଆବୁଣ୍ଡାନ୍ସ ଆଣ୍ଡ ପିସ୍। ଆମେ ଯଦି ଦେଖିବା ଗୋଟେ ସମାନତା ରହିବା ଦରକାର, ଗୋଟେ ଫ୍ରିଡମ୍ ଅଫ୍ ଚଏସ୍ ବା ଗୋଟେ ଲିବର୍ଟି ରହିବା ଦରକାର, ଜଣଙ୍କର ସ୍ୱାଧୀନତା ରହିବା ଦରକାର ଯେ ମୁଁ କ'ଣ ଯେ ଉତ୍ପାଦନ କରିବି, କ'ଣ ଉପଭୋଗ କରିବି ଏବଂ କ୍ଲାସଲେସନେସ୍ ଯାହାକୁ କୁହାଯାଏ, ଆମର ଯେଉଁଭଳି ଭାବେ କ୍ଲାସ୍ ବେସ୍ ସୋସାଇଟି ଥିଲା ବା ଯେଉଁ ଆମର ଶ୍ରେଣୀ ଯୁକ୍ତ ସମାଜ ଥିଲା ଯେଉଁଠାରେ ଗୋଟେ ଅପର କ୍ଲାସ୍ ଥିଲେ, ଗୋଟେ ଲୋୟର କ୍ଲାସ୍ ଥିଲେ କିମ୍ବା ଆମର ଯେଉଁଠି ଗୋଟେ ଓନିଂ କ୍ଲାସ୍ ଥିଲେ, ନନ୍ ଓନିଂ କ୍ଲାସ୍ ଥିଲେ ବା ଲେବର କ୍ଲାସ୍ ଥିଲେ, ସେଇଭଳି କୌଣସି ଶ୍ରେଣୀ ବିଭାଜନ ରହିବନି ସମାଜରେ। ଧନୀ ଏବଂ ଦରିଦ୍ର ବା ଯେଉଁ ହାଭ୍ ଆଣ୍ଡ ହାଭ୍ ନଟ୍ସ ଭିତରେ କୌଣସି ବିଭାଜନ ରହିବନି। ସମାଜଟା ଗୋଟେ ସମାନତା ଉପରେ ଆଧାରିତ ହେବ ଏବଂ ଶାନ୍ତିପ୍ରିୟ ସମାଜ ହେଇଥିବା ଦରକାର, କୋଅପରେଟିଭ ସୋସାଇଟି ହେଇଥିବା ଦରକାର ବା ଯେଉଁଠି ସମସ୍ତେ ସମାଜକୁ ସମସ୍ତଙ୍କୁ ସାହାଯ୍ୟ କରୁଥିବେ। ଏଇଭଳି ଯେଉଁ ସମାଜର ଯେଉଁ ପରିକଳ୍ପନା ତାକୁ ଆମେ ସୋସିଆଲିଷ୍ଟ ସୋସାଇଟି କହିଥାଉ। ଏବଂ ଯଦି ଦେଖାଯାଏ ଯେଉଁ ସୋସିଆଲିଜିମକୁ ନେଇକରି ଯେଉଁ ଆଲୋଚନା ହେଇଥିଲା ବା ଯେଉଁ ତର୍ଜମା ହେଇଥିଲା, ଏ ଆଲୋଚନାରେ ଯଦି ଦେଖିବା ଯେଉଁ ଆମର ନାରାୟଣଙ୍କର ଜଣେ ସ୍କଲାର ଥିଲେ ନାରାୟଣ, ତାଙ୍କର ଯେଉଁ ଡେଫିନେସନ୍ ଥିଲା ତାକୁ କୁହାଯାଇଥିଲା ଯେ ଏହା ଏକ ସିଷ୍ଟମ୍ ଅଫ୍ ସୋସିଆଲ ରିକନଷ୍ଟ୍ରକ୍ସନ୍। ରିକନଷ୍ଟ୍ରକ୍ସନ୍ ମାନେ ପୁନର୍ଗଠନ। ଆମେ ଯେଉଁ ସମାଜ ଆମର ରହିଛି ବର୍ତ୍ତମାନ ତାକୁ ଯେତେବେଳେ ପୁନର୍ଗଠନ କରି ଗୋଟେ ଇକ୍ୱାଲ ବା ଗୋଟେ ସମାଜ ଗଠନ କରୁଛୁ ଯାହା ବେସ୍ଡ ଅନ୍ ଇକ୍ୱାଲିଟି ବା ଯେଉଁ ସମାନତା ଉପରେ ଯେଉଁ ସମାଜ ଗଠନ ହେଉଛି ତାକୁ ଆମେ କହିବା ସୋସିଆଲିଷ୍ଟ ସୋସାଇଟି। ଏବଂ ଯଦି କୁହାଯାଏ ରସେଲଙ୍କର ଯେଉଁ ଡେଫିନେସନ୍ ଥିଲା ତାହା ବହୁତ ପପୁଲାର ଥିଲା ଏବଂ ଲୋକପ୍ରିୟ ଥିଲା। ତାଙ୍କର କହିବା ଅନୁଯାୟୀ ସେ କହିବା କଥା ଯେ ଯେତେବେଳେ ଗୋଟେ ସମ୍ପ୍ରଦାୟ ଯେଉଁଠି ଗୋଟେ ବ୍ୟକ୍ତି ବିଶେଷ କୌଣସି ଲ୍ୟାଣ୍ଡ ଆଣ୍ଡ କ୍ୟାପିଟାଲ ସେ କହିଥିଲେ ଜମି ରହିଲା ଯାହା ମୁଖ୍ୟ ଆମର ମିନ୍ସ ବା ମାଧ୍ୟମ ଉତ୍ପାଦନର, ତାର ମାଲିକାନା ଏବଂ ଆମର ଯେଉଁ କ୍ୟାପିଟାଲ ରହିଲା ବା ଯେଉଁ ଅର୍ଥ ବା ପୁଞ୍ଜି ରହିଲା ତାର ଯଦି ମାଲିକାନା ଗୋଟେ କମ୍ୟୁନିଟିକୁ ଦିଆଯାଇପାରେ ବା ଗୋଟେ ସମ୍ପ୍ରଦାୟକୁ ଦିଆଯାଏ ତାହେଲେ ଆମର ସେ ଯେଉଁ ଇନିକ୍ୱାଲିଟି ରହିଛି ବା ଅସମାନତା ରହିଛି ତାହାକୁ ଆମେ ଏଡ଼େଇ ଦେଇପାରିବା ଏବଂ ସମାନତା ବା ଇକ୍ୱାଲିଟି ଯେଉଁ ଜିନିଷ କନସେପ୍ଟ ରହିଛି ତାକୁ ଆମେ ଆଚିଭ୍ କରିପାରିବା। ଯଦି ଦେଖାଯାଏ ସେ ମଧ୍ୟ କହିଥିଲେ ଯେ ଯେଉଁ ସମ୍ପ୍ରଦାୟକୁ ଦିଆଯିବ ତାର ମାଲିକାନା ଏହା ନୁହଁ ଯେ ଏହା ସବୁବେଳେ ଡେମୋକ୍ରାଟିକ୍ ହେଇଥିବା ଦରକାର ବା ଗୋଟେ ଗଣତାନ୍ତ୍ରିକ ମାଲିକାନା ହେଇଥିବା ଦରକାର, ଯେଉଁଠିକି ସମସ୍ତେ ପରସ୍ପରର ମତ ନେଇ ସେ ଯେଉଁ ଆମର ରହିଲା ଡିସିସନ୍ ରହିଲା ବା କୌଣସି ମେଜର ଡିସିସନ୍ ରହିଲା ଯେତେବେଳେ ସେମାନେ ନିଅନ୍ତି ତାହା ସବୁବେଳେ ସର୍ବମତ ଅନୁସାରେ ହେବା ଦରକାର ଏବଂ ଏହା ଗଣତାନ୍ତ୍ରିକ ହେବା ଦରକାର। ଆମର ମହାତ୍ମା ଗାନ୍ଧୀଙ୍କର ଯେଉଁ ଜାତିର ପିତା ମହାତ୍ମା ଗାନ୍ଧୀଙ୍କର ଯେଉଁ ଡେଫିନେସନ୍ ଥିଲା ସୋସିଆଲିଜିମର, ତାହାର ତାଙ୍କର କହିବା ଅନୁଯାୟୀ ସୋସିଆଲିଜିମର ଅର୍ଥ ହେଲା ଯେଉଁ ସମାଜରେ ମେମ୍ବର ମାନେ ବା ଯେଉଁ ବ୍ୟକ୍ତିବିଶେଷ ମାନେ ରହିଲେ ଆମର ସମାଜର, ସେମାନେ ଯଦି ସମାନ ଭାବରେ ରହିଲେ ଯେଉଁଠିକି ଉଚ୍ଚ ଏବଂ ନିଚର ଭେଦଭାବ ନ ରହିଲା, ସେଇ ସମାଜକୁ ହିଁ ଆମେ ଗୋଟେ ସୋସିଆଲିଷ୍ଟ ସମାଜ କହିପାରିବା ବା ସେଇ ସମାଜରେ ହିଁ ଗୋଟେ ସମାଜବାଦୀ ସେଇ ସମାଜକୁ ଗୋଟେ ସମାଜବାଦୀ ସମାଜ ବୋଲି କହିପାରିବା। ଯଦି ଆମର ଦେଖିବା ଯେଉଁ ଆମର ପ୍ରି ରିକ୍ୱିଜିଟ୍ସ ରହିଛି ସୋସିଆଲିଜିମର କ'ଣ କ'ଣ, ଆମେ ଯଦି ଦେଖିବା ସମାଜବାଦରେ ସମାଜକୁ ସବୁଠୁ ଅଧିକ ପ୍ରାଧାନ୍ୟ ଦିଆଯାଇଥାଏ, ସାମାଜିକ ଆବଶ୍ୟକତାଟାକୁ ଅଧିକ ପ୍ରାଧାନ୍ୟ ଦିଆଯାଇଥାଏ ଏବଂ ଯେ ଦେଖାଯାଏ ଏଇ ଯେଉଁ ସମାଜବାଦ ଆସିବା ଫଳରେ ଯେଉଁ ଆମର ପୁଞ୍ଜିବାଦ ରହିଛି ଏହା ଏଲିମିନେଟ୍ ହୋଇଯାଇଥାଏ ବା ନିଷ୍କ୍ରିୟ ହୋଇଯାଇଥାଏ ଏବଂ ଏହା ଯେଉଁ ସମାଜବାଦ ରହିଛି ଏହା ମୁଖ୍ୟତଃ ଯେଉଁ ସମାନତା ଯେଉଁ କନସେପ୍ଟ ରହିଛି ବା ସମାନତା ରହିଛି ସମାନତାକୁ ଆଣିଥାଏ। ଏବଂ ଯଦି ଦେଖାଯାଏ ସମାଜବାଦ
मुख्यतः भाव में जो प्राइवेट प्रॉपर्टी ओनरशिप रही व्यक्तिगत मालिकाना जो रही संपत्तिर यह मुख्यतः भाव में यही जो सिस्टम टी रही डिसफंक्शनल हो जाए एवं आम जो देखा जो विभिन्न प्रकार समाजवाद रही गोटे है आमर स्टेट सोशलिज्म जो इंटरफेयर करता है रेगुलेट करता है एवं स्टेट सब चेष्टा करता है जे किभली भावे जो इनइक्वालिटी अच्छी असमानता अच्छी सब ताहा न बढ़ू एवं से स्टेट को आम स्टेट सोशलिस्ट सोशलिस्ट स्टेट बोली कही था एवं स्टेट सब गोटे वाचडॉग भाई थाए गोटे माने प्रहरी भाई काम करे सब जे जेकोसी उदाहरण स्वरूप जेकोसी गोटे फॉरेन पॉलिसी आसला आम देश कौन देश गोटे सोशलिस्ट कंट्री जो फॉरेन पॉलिसी गोटे इम्प्लीमेंट हाँपाई आसे से सब तार कॉस्ट एंड बेनिफिट सब से जो आम स्टेट रहा सोशलिस्ट स्टेट रहा से सब कॉस्ट एंड बेनिफिट लाभ एवं क्षति तार जो मूल्य से विनियोग कर केते लाभ लोक मैंने केते लाभ पाइबे देश केते लाभ पाइब परिवेश केते दूर सुरक्षित यही सब जिन गुड़ी नहीं तर्जमा कर सब स्टेट गोटे तार रेगुलेटरी बॉडी रखी था जहाँ जो आमर अनुधान करने गोटे मेकानिज्म सब रखी था स्टेट कंट्रोल करता है यही जो समाज गुड़िक देखा जाए एठी जो आम इनइक्वालिटी रहा असमानता रहा यह बढ़िबार चांस बहुत कम थाए प्रोबाबिलिटी बहुत कम थाए यापर आम देखा मिलिटारी सोशलिज्म देखा जाए जितेबाला गोटे सैनिक मैंने जाती युद्ध करने से सैनिक मैंने केवल निजर पर्सनल बेनिफिट से जो युद्ध जीतवा द्वारा केते कौन पाइबे ताहा केबे से तर्जमा करनथांती किंबा गणना करनथांती किंबा से विषय केबे आलोचना करनथांती सेमाने सबुबले एकाठी युद्ध करथांती एवं सेमानकर लक्ष्य सबुबले सोसाइटी एवं जे देखिबा क्रिश्चियन सोशलिज्म जे देखिबा ऊपर अनेक गुड़ी आलोचना होती जे देखिबा गोटे संप्रदाय गोटे जो आमर धार्मिक संप्रदाय रहा से धर्म सहित अनेक गुड़ी सेवा जोगाई दे था लोक मानी जे देखा जाए जो क्रिश्चियन सोशलिज्म रहा आमर यह अनेक गुड़ी जुक्तितर्क पूर्वर होती अनेक गुड़े तर्जमा करा जे आमर देखिबा जदि वर्तमान परिप्रेक्षी रे केते गुड़े संस्था फंडिंग जो आर्थिक सहायता आसे विदेश बंद कर दिया है कारण केते गुड़ी जो आमर इन्वेस्टिगेशन जना पड़ा जे जो आमर सोशलिज्म नारे बा साहाय्य करबा नारे केते गुड़ी संस्था रहले जो माने से माने रिलीजियस कन्वर्सन बा धर्मांतरीकरण रे निजको नियोजित करुले जदियो यही केस बर्तमान शुणानी चली किंतु यही आक्षेप को नहीं बर्तमान सरकार यही पदक्षेप नहीं तेणु जो देखा जाए जो सोशलिज्म क्रिश्चियन सोशलिज्म रहा एठारे जो आमर समाज को साहाय्य करा जाए एवं अनेक क्षेत्र में ये जो समाज को साहाय्य करने नारे जो धार्मिक धर्मांतरीकरण भली केते गुड़िए रही आमर पदक्षेप से नहीं था जहाद्वारा कि अनेक समय से गुड़िए जो आईनगत आमर डिफिकल्टीज रही हर्डल्स रही सम्मुखीन होगा पड़ता है जदियो आमर आलोचना जदियो यह विषय कौन जुक्तियुक्त जदियो यह आमर आलोचनार अंश नुहे किंतु मुख्यतः जब देखा जो स्कॉलर माने रहिले समाज विज्ञान ये केते गुडी स्टडीज जो होती स्पेशली आमर क्रिश्चियन सोशलिज्म को लेकर भारत संदर्भ में एथरू केते गुडी जो विश्लेषण कर केते गुडी से जुक्ति बाढ़ी एवं मुख्यतः क्रिश्चियन सोशलिज्म देखा जाए जे क्रिश्चियन मिशनरी जो मैंने रहिले मिशनरी जब आम पढ़ा जो आम डेभलपमेंट होती अनेक राज्य आम नॉर्थ ईस्ट है ओडिशा है जो देखा जाए जे से माने जो से धर्मर जो प्रचारक माने थे से माने जतले तांकर रिलीजियस
ଏକ୍ସପାନ୍ସନିଜିମ୍ ଯାହାକୁ ରହିଲା ଆମର ସେ ଯେଉଁ ଧର୍ମର ପ୍ରଚାର କଲାବେଳେ ସେମାନେ ମଧ୍ୟ ଅନେକ କ୍ଷେତ୍ରରେ ଲୋକଙ୍କୁ ସାହାଯ୍ୟ କରିଛନ୍ତି। ତାଙ୍କର ମେଡ଼ିକାଲ ଟ୍ରିଟମେଣ୍ଟଠୁ ନେଇ ଆମର ହେଲ୍ଥ ସେକ୍ଟର ହେଉ କିମ୍ବା ଏଜୁକେସନ୍ ସେକ୍ଟର ହେଉ ସେମାନେ ଅନେକ କ୍ଷେତ୍ରରେ ସାହାଯ୍ୟ ଯୋଗାଇ ଦେଇଛନ୍ତି। ଯଦି ଦେଖିବା ଆମର ଯେଉଁ ସୋସିଆଲିଜିମ୍ ମଡେଲ ଦେଖିଲେ ଆମର ସୋଭିଏତ ସୋସିଆଲିଷ୍ଟ ମଡେଲ ଏକ ଉଦାହରଣ ଏବଂ ଯେଉଁ ଇଣ୍ଡିଆର ଆମର ଏକ୍ସପିରିଏନ୍ସ ରହିଛି ବା ଭାରତ ବର୍ଷର ଯେଉଁ ଏକ୍ସପିରିଏନ୍ସ ରହିଛି जो जेतेବେଳେ ଆମର ପ୍ରଥମ ପଞ୍ଚବାର୍ଷିକ ଯୋଜନା ଆସିଲା ଆମର ନେହେରୁ ସୋଭିଏତ ସୋସିଆଲିଷ୍ଟ ମଡେଲ ଦ୍ୱାରା ଏତେ ପ୍ରଭାବିତ ହୋଇଥିଲେ ଯେ ସିଏ ପ୍ରଥମେ ସୋଭିଏତ ସୋସିଆଲିଷ୍ଟ ମଡେଲକୁ ଆମର ଭାରତକୁ ଆଣିଥିଲେ ଏବଂ ଆମର ଯେଉଁ ପ୍ରଥମ ପଞ୍ଚବାର୍ଷିକ ଯୋଜନା ଦେଖାଯାଏ ଏହା ତାହା ଉପରେ ଆଧାରିତ। ଆମର ଯେଉଁ ଲ୍ୟାଣ୍ଡ ରିଫର୍ମ ମେଜର୍ସ ଆସିଥିଲା ଯେଉଁ ଜମି ପୁନର୍ବଣ୍ଟନ କରାଗଲା ଯାହା ପାଖରେ ଅଧିକ ଜମି ଅଛି ନେଇ ଭୂମିହୀନ ଲୋକଙ୍କୁ ଦିଆହେଲା ଏହା ତାର ଅନ୍ତର୍ଭୁକ୍ତ ଥିଲା। ଯଦିଓ ଏହାକୁ ନେଇ ଅନେକ ତର୍ଜମା ଚାଲିଛି ଯେ ଯେଉଁ ଜମି ବଣ୍ଟନ ପ୍ରକ୍ରିୟା ବହୁତ ଅନେକାଂଶରେ ଆମର ଯେହେତୁ ପଲିସି ଫେଲିୟର ହେଲା ତାହା ସମ୍ପୂର୍ଣ୍ଣ ଭାବେ ସଫଳ ହୋଇପାରିନଥିଲା। କେବଳ କେରଳ ଏବଂ ୱେଷ୍ଟବେଙ୍ଗଲରେ କିଛିକାଂଶରେ ସଫଳ ହୋଇଥିଲା। କିନ୍ତୁ ଯଦି ଦେଖାଯାଏ ଏ ଯେଉଁ ମଡେଲଟି ଆମର ଅଣାଯାଇଥିଲା ଇଣ୍ଡିଆର ଯେଉଁ ଭାରତବର୍ଷର ବିକାଶ ପାଇଁ ଯେଉଁ ପ୍ରଥମ ପଞ୍ଚବାର୍ଷିକ ଯୋଜନା ଏବଂ ତା ପରବର୍ତ୍ତୀ ପଞ୍ଚବାର୍ଷିକ ଯୋଜନା ମୁଖ୍ୟତଃ ଭାବରେ ଯଦି ଦେଖାଯାଏ ଏହା ସୋଭିଏତ ସୋସିଆଲିଷ୍ଟ ମଡେଲ ଉପରେ ଆଧାରିତ ଥିଲା। ତେଣୁ ଆଜିର କ୍ଲାସକୁ ଆମେ ଏଇଠି ରଖିବା। ଧନ୍ୟବାଦ।